ମହାପ୍ରଭୁ ସେମାନେ ଗୋଟେ ସୁନ୍ଦର ଅବକାଶ ଦେଇଛନ୍ତି ତାଙ୍କ ସାନ୍ନିଧ୍ୟ ମଧ୍ୟକୁ ଆସିବା ପାଇଁ। ସେଥିପାଇଁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ପୁଣି ପ୍ରଭୁଙ୍କ ଦାସ ଭାବରେ ଆପଣମାନଙ୍କୁ ସମସ୍ତଙ୍କୁ ଖ୍ରୀଷ୍ଟ ନମସ୍କାର ଜଣାଉଛି। ପ୍ରଭୁ ଆପଣମାନଙ୍କୁ ପ୍ରତ୍ୟେକଙ୍କୁ ବାହୁଲ୍ୟ ରୂପେ ଆଶୀର୍ବାଦ କରନ୍ତୁ। କାଲି ସନ୍ଧ୍ୟାରେ ଆମେ ଗୋଟେ ପଦ ପଢିଥିଲୁ, ସେ ପଦ ଟିକେ ପଢିବା, ପୁଣି ଆମେ ଆଗକୁ ବଢିବା। ଆପଣମାନେ ମସ୍ତ ଖୋଲନ୍ତୁ ଏବ୍ରୀ ତାର 10 ପର୍ବ ତାର 26 ପଦରୁ 30 ପଦ ପଢିବା। ଏବ୍ରୀ 10 ପର୍ବ 26-30 ଲେଖାଯାଉଛି, କାରଣ ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛା ପୂର୍ବକ ପାପ କରୁଥାଉ। କଣ ଲେଖାଯାଏ? ସତ୍ୟ ଜ୍ଞାନ ଲାଭ କଲା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛା ପୂର୍ବକ ବୋଲେ ମନ ଇଚ୍ଛା ପାପ କରୁଥିବୁ, ଯୀଶୁଙ୍କୁ ପାଇଲା ପରେ, ଯୀଶୁଙ୍କୁ ଜାଣିଲା ପରେ, ବିଶ୍ୱାସୀ ବୋଲି କହିଲା ପରେ, ବାପ୍ତିସ୍ମ ନେଲା ପରେ, ପ୍ରଭୁ ଭୋଜ ଖାଇଲା ପରେ, ଆତ୍ମାଙ୍କୁ ପାଇଲା ପରେ, ମଣ୍ଡଳୀରେ ସମ୍ମିଳିତ ହେଲା ପରେ ଯଦି ଆମ୍ଭେମାନେ ସ୍ୱେଚ୍ଛା ପୂର୍ବକ ପାପ କରୁଥାଉ, କରିଥାଉ ନାହିଁ, କରୁଥାଉ, ତେବେ ପାପାର୍ଥକ ବଳିଆ ଅବଶିଷ୍ଟ କେତେ ବଡ କଥା। ଆମେ ଭାବୁଛୁ କଣ, ମୁଇଁ କୁପା ପାପ କରିବି, ଆରେ ଯେବେ ଇଚ୍ଛା ତେବେ କ୍ଷମା ମାଗିଲେ ମତେ କ୍ଷମା ମିଳିଯିବ। ଏଇ ଭ୍ରମରେ ଲୋକମାନେ ଅଛନ୍ତି। ଆଉ ଆଜିକାଲି ଆମେ ଗୁଡେଇ ସଭା ସମିତି କରୁଛୁ, ଆଉ ବକ୍ତା ମାନେ ଆସିଲେ କଣ କେମିତି ସୁସ୍ଥ ହେବେ, କେମିତି ଭାବବାଣୀ କହିବି, କେମିତି 4 ଲୋକ ଢୁଲେଇ ଦେବି, କେମିତି ତେଲ ବିକିଦେବି, ପାଣି ବିକିଦେବି, ଏ ଧାନ୍ଦା ରାକା ବୁଲି ଥାଉଛୁ। ଗୋଟେ ବେପାର ହେଇଯାଇଛି। ଭଉଣୀ ପ୍ରଭୁ ତମକୁ ଏଟା କହୁଛନ୍ତି, ବାଇବଲ କିଛିଟା କହୁଛି କୁହ ତମେ ସେଟା। ସେ ଭଉଣୀ ପାଇଁ ଏତେ ଚିନ୍ତା ତମ କାହିଁ? ଏଟା ପ୍ରଭୁ କହୁଛନ୍ତି, ଭାଇ ତୁମ ପାଇଁ ଏଟା କହୁଛନ୍ତି, ସେଟା କହୁଛନ୍ତି। ସେଠି ଗୋଟେ ଭଉଣୀ ଅଛନ୍ତି ବହୁତ ଟେନସନ ଅଛନ୍ତି, କିଏ ଟେନସନ ନାହିଁ, ସବୁ ଟେନସନ ରାକା। ଏଠି ଜଣେ ଭଉଣୀ ଅଛନ୍ତି, ତାଙ୍କ ଘରେ ବହୁତ ଦୁଃଖ ଅଛି, କାହାର ଘରେ ସୁଖ ଗାଦା ଗାଦା ଅଛି, ସବୁ ଦୁଃଖ ଏକା ଅଛି। ଜଣେ ଭଉଣୀ ଅଛନ୍ତି ଔଷଧ ପତ୍ର ଖାଇ ଖାଇ ନିରାଶ ହେଇଯାଇଛନ୍ତି, ମରିଗଲେ ହେତା ବୋଲି ଭାବୁଛନ୍ତି, ସେଠି କେତେଟା ବାହାରବେ। ସେଟା ଆମର ଚିନ୍ତାର ବିଷୟ ନାହିଁ। ଜଣେ ଭାଇ ଅଛନ୍ତି ବ୍ୟବସାୟ କରୁଛନ୍ତି, ବ୍ୟବସାୟ ବୁଡି ଯାଇଛି, କେତେ ବୁଡି ଯାଇଛନ୍ତି। ଜଣେ ଭଉଣୀ ଅଛନ୍ତି ଲୁଚାଇ କରି ଜଣକୁ ପଇସା ଦେଇଛନ୍ତି, ଆଉ ତାଙ୍କ ଡାବୁ ତାଙ୍କ ଭଉଣୀ ଫେରାଉ ନାହିଁ, ମାଗି ମିଶା ପାରୁନାହାନ୍ତି, ସେ ଟେନସନ ଆମର ବିପି ବଢି ଥାଉଛି ବୋଲି 4ଟା ପରେ ବାହାରବେ। ତ ସେଇଟା ଆମର ଟେନସନ ର ବିଷୟ ନାହିଁ। ପାଖନା ଫିକି ଦେଲେ କାର ମୁଣ୍ଡି ବାଜବ। ତ ପ୍ରିୟ ଭାଇ ଭଉଣୀ ମାନେ, ଏଇ ଦିନ ମାନଙ୍କରେ ଏଟା ଗୋଟେ ବ୍ୟବସାୟୀକରଣ ପୁରା ହେଇଯାଇଛି। ଆପଣ ମାନେ ସାବଧାନ ହେବା ଦରକାର। ପ୍ରଭୁଙ୍କ ଦାସ ଆସିଲେ ବାଇବଲ ରୁ କଥା ହେବାର ଅଛି। ଯଦି ବାଇବଲ ରୁ କଥା ହଉନାହିଁ ବୋଲେ ଜାଣିବେ କଣ, ପାତଲିରେ କିଛି ନାହିଁ, ଡେକ୍ସିରେ ଥିଲେ ତ ଚଟୁରେ ଆଇବ, ଯେତେ ଘାଣ୍ଟିଲେ କି ସବୁ ଖଡର ଖଡର ଶବ୍ଦ ଆଗା ଆଜି କିଛି ଆସିବ ନାହିଁ। ମୁଁ ବାଇବଲ ଖୋଲିବି ନାହିଁ, ବାଇବଲ ନ ଖୋଲି କହିବି, କାହିଁକି ବାଇବଲ ଖୋଲିବୁ ନାହିଁ? ବାଇବଲକୁ ସେ ସମୟରେ ଲକ୍ କରା ହେଇଥିଲା, ସେ ସମୟରେ ଲୋକ ଖୋଲିବା ପାଇଁ ଦିଆ ହେଉନଥିଲା, ସେ ଟାଇମ ଗୋଟେ ଥିଲା। ଏବେ ତ ସମସ୍ତଙ୍କ ହାତରେ ବାଇବଲ ଅଛି, ଆମେ ସମସ୍ତେ ବାଇବଲ ଦେଖିପାରିବା, ବାଇବଲକୁ ଧ୍ୟାନ କରିପାରିବା, ବୁଝିପାରିବା, ବୁଝେଇ ପାରିବା। ତ ପ୍ରିୟ ଭାଇ ଭଉଣୀ ମାନେ, ଭ୍ରମିତ ହେବାର ସମୟରେ ଆମେ ବାସ କରୁଛୁ। ଆଜି ମଣ୍ଡଳୀରେ ପାପ କାହିଁକି ଭର୍ତ୍ତି ଅଛି? ଆଜି ମଣ୍ଡଳୀରେ ସ୍ୱେଚ୍ଛାକୃତ ଭାବରେ ଲୋକମାନେ କାହିଁକି ପାପ କରୁଛନ୍ତି? ନାନା ପ୍ରକାର ପାପରେ ଅଶୁଚି ଜୀବନ କାହିଁକି କାଟୁଛନ୍ତି? ଯେ କେହି ଜଣେ କହିଦେଇଛି ଏମାନଙ୍କୁ ଯେ ତୁମେ ପାପ କ୍ଷମା ପାଇଗଲଣି, ତୁମେ ପରିତ୍ରାଣ ପାଇଗଲଣି, ତୁମେ ଯେମିତି ହେଲେ ଏମିତି ସ୍ୱର୍ଗ ଯିବାର ପକ୍କା। ନହେଲେ କୋଉ ସାହସରେ ଲୋକ ମତ ବିଚାର ଚାହିବ? କେମିତି ଆସିବ? କୋଉ ସାହସରେ 2ଟା ମାଇଜି ରଖି ପ୍ରାର୍ଥନା ହେବ ସେ? କୋଉ ସାହସରେ ପୁଡିଆ ଖାଇବ, ଖୈନି ଖାଇବ ସେ? କୋଉ ସାହସରେ ରାତି ଯାକ ଭିଡିଓ ଦେଖିବ ଖରାପଟା? କୋଉ ସାହସରେ? କେ ତାକୁ ଏ ସାହସ ଦେଲା? ବାଇବଲ ତ କହୁନାହିଁ। ତ ମୋର ପ୍ରିୟ ଭାଇ ଭଉଣୀ ମାନେ, ଲେଖାଯାଉଛି ସତ୍ୟ ଜ୍ଞାନ ଲାଭ କରିବା ପରେ ଯଦି ଆମେ ମାନେ ସ୍ୱେଚ୍ଛା ପୂର୍ବକ ପାପ କରୁଥାଉ, ତେବେ ପାପାର୍ଥକ ବଳିଆ ଅବଶିଷ୍ଟ
ନଥାଏ, ବରଂ ବିଚାରର ଏକ ପ୍ରକାର ଭୟଙ୍କର ପ୍ରତୀକ୍ଷା ଓ ବିପକ୍ଷ ମାନଙ୍କୁ ଗ୍ରାସକାରୀ ଅଗ୍ନିର ପ୍ରଚଣ୍ଡତା ଅବଶିଷ୍ଟ ଥାଏ। ଆଉ କିଛି ନଥାଏ ତା ପାଇଁ, ତାକୁ ଦୟା କ୍ଷମା ଆରି ନଥାଏ। ତା ପାଇଁ କଣ ଥାଏ? ତା ପାଇଁ କେବଳ ବିଚାର ହିଁ ଥାଏ, ଦଣ୍ଡ ହିଁ ଥାଏ। ଆଉ ସେ ପଦ ଆମେ ପଢୁଥିଲୁ 30 ପଦରେ କଣ ଲେଖାଯାଉଛି? କାରଣ ପ୍ରତିଶୋଧ ନେବା ଆମର ଅଧିକାର, ଆମ୍ଭେ ପ୍ରତିଫଳ ଦେବା। ଯେ ଏହା କହିଅଛନ୍ତି ତାହାଙ୍କୁ ଆମ୍ଭେମାନେ ଜାଣୁ। ତାଙ୍କୁ ଜାଣିବାର ଅଛି, ସେ ପ୍ରତିଫଳ ଦେବେ, ସେ ପ୍ରତିଶୋଧ ନେବେ, ତାଙ୍କୁ ଜାଣିଥାନ୍ତୁ। ତାଙ୍କୁ ମାନେ ଜାଣୁ। ପୁନଶ୍ଚ ପ୍ରଭୁ ଆପଣା ଲୋକମାନଙ୍କର ବିଚାର କରିବେ। କଣ କରିବେ? ପୁନଶ୍ଚ ବିଚାର କରିବେ। ଯଦି ଆପଣ ପାପ ସ୍ୱୀକାର କଲା ପରେ, ପାପ କ୍ଷମା ପାଇଲା ପରେ, ଅନୁଗ୍ରହ ପାଇଲା ପରେ, ଦୟା ପାଇଲା ପରେ ଯଦି ଆହୁରି ପାପ କରି ଚାଲୁଛନ୍ତି, ତେବେ ଜାଣିଥିବା କଥା ସେ ପାପ କୁଆଡେ ଯାଉଛି। ଆଜିକାଲି କଣ ଶିକ୍ଷା କରିଦଉଛନ୍ତି ଲୋକମାନେ? ଆମେ ଇଆଡେ ପାପ କରୁ କରୁ ସେ ପାପ ପୁଣି ଯୀଶୁଙ୍କର ଆକାଉଣ୍ଟକୁ ପଳେଇବ। ଯୀଶୁ ପାପ କଲେ କି ତାଙ୍କର ଆକାଉଣ୍ଟକୁ ଯିବ? ମୁଁ ଇଆଡେ ପାପ କରି କରି ସ୍ୱୀକାର କରୁ କରୁ ଯୀଶୁଙ୍କର ଆକାଉଣ୍ଟକୁ ପଳେଇବ, ସାଙ୍ଗେ ସାଙ୍ଗେ କ୍ଷମା ହେଇଯିବ। ସେ ଆକାଉଣ୍ଟରେ କେତେ ବড় କ୍ଷମା ଅଛି? ତମର ଆକାଉଣ୍ଟରେ କେତେ ବড় କ୍ଷମା ଅଛି ଯେ ଜୀବନ ସାରା ପାପ କରୁଥିଲେ ପ୍ରଭୁ କ୍ଷମା କରୁଥିବେ। ଡର ଭୟ ବୋଲବାଟା ନାଇଁ ଲୋକମାନଙ୍କୁ। ପାପ କରି ଚାଲିଛନ୍ତି, ଆଉ କ୍ରମାନ୍ୱୟରେ କରି ଚାଲୁଛନ୍ତି, ଆଉ ଛାତି ଫୁଲାଇ କରି ଚାଲୁଛନ୍ତି। କଣ ବୋଲି କହୁଛନ୍ତି? ମୁଇଁ କାହାକୁ ହିସାବ ଦେବାର ନାହିଁ, ମତେ କେ ହିସାବ ମାଗବାକୁ ହେବ ନାହିଁ। ଦରକାର ନାହିଁ ତୁ କାହାକୁ ହିସାବ ଦେବାର। ଟାଇମ ଆସୁଛି ପ୍ରଭୁଙ୍କୁ ତ ହିସାବ ଦେବୁ ନା ନାହିଁ। ରୋମିଓ 14 ପର୍ବ 12 ପଦ ଦେଖିବେ। ରୋମିଓ 14 ପର୍ବ ଲାଇଟ୍ ଅଛି, ସମସ୍ତେ ବାଇବଲ ଖୋଲିବେ। ବାଇବଲ ଖୋଲିବାକୁ ଅଳସୁଆ ହେବେ ନାହିଁ, ଆପଣ ଲେଖନ୍ତୁ କିନ୍ତୁ ବାଇବଲ ବି ଖୋଲନ୍ତୁ। ମୁଁ ସମୟ ନେବି, ଯଥେଷ୍ଟ ସମୟ ନେବି, ହେଲା। ଆପଣ ମାନେ ବ୍ୟସ୍ତ ହେବେ ନାହିଁ, ମୁଁ ସମୟ ଯଥେଷ୍ଟ ନେବି, ଉଜ୍ଜଳ ସମୟ ଅଛି। ବାଇବଲ ଖୋଲବ, ଇଆଡେ ଲେଖୁଥିବ, ବାଇବଲ ଦେଖୁଥିବ। କାହିଁକି କେତେ ଜଣ ଲେଖିକରି ନେବେ, ଘରେ ପଢବେ ନାହିଁ। ସେଟା ଏମିତି ଖାତା ପତ୍ର କେତେ କେତେ ଅଛି। ଦରକାର ପଡିଲେ ସେ ତରକାରୀ ଦେଲା ସେ ଚିନି କରି ଧରିକରି ପାଠେଇ ଦେବେ। ଆଜି ଯେମন ସାନ ସାନ ପେପର ଲେଖି ନେଇଥିବେ, ଜାଣବା କଥା ସେ ପେପର କେନେ ଯିବ ସେଟା। ସେଠି ଆମେ କଣ ଦେଖୁଛୁ? ରୋମିଓ 14 ପର୍ବ 12 ପଦରେ, ଅତଏବ ଆମ୍ଭମାନଙ୍କ ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ପ୍ରିୟ ଭାଇ ଭଉଣୀ ମାନେ, ଆମମାନଙ୍କ ପ୍ରତ୍ୟେକ ଜଣଙ୍କୁ ଈଶ୍ୱରଙ୍କ ଛାମୁରେ ନିଜ ନିଜର ହିସାବ ଦେବାକୁ ହେବ। ହିସାବ ଦେବାକୁ ହବ। ଆପଣ ଭାବନ୍ତୁ ନାହିଁ ଯେ ମୋର ହିସାବ ହବ ନାହିଁ। ଆମେ କଣ ଭାବୁଛୁ? କିଏ ମୋର ହିସାବ କରି ପକାଇବ? କାହାକୁ ଏତେ ଜଣା ଯେ ମୁଁ କଣ କରୁଛି, କେଣେ ଯାଉଛି, କୋଉଠି ଖାଉଛି, କୋଉଠି ବସୁଛି, ମୁଁ କଣ କରୁଛି, କାହାକୁ ଜଣା? କାରଣ ଆଜିର ସମୟରେ କାହା ପାଖରେ ସମୟ ନାହିଁ, କିଏ କଣ କରୁଛି, ଯାଉ ତାର ସେ ଯାଉ। କିନ୍ତୁ ଜଣେ ବ୍ୟକ୍ତି ଅଛନ୍ତି, ସେ ଆପଣଙ୍କ ଉପରେ ଦୃଷ୍ଟି ରଖିଛନ୍ତି। ଆମେ ଖାଲି ଦୁଃଖ କଷ୍ଟ ହେଇଗଲେ କଣ ବୋଲି କହୁଛୁ? ପ୍ରଭୁ ଦେଖୁଛ କି ନାଇଁ ରାଜା, ମତେ ଦେଖୁଛ କି ନାଇଁ ରାଜା? ପ୍ରଭୁ କହୁଛନ୍ତି ତୋର ସବୁ ଦେଖୁଛି, ତୋର ଦୁଃଖ ମିଶା ଦେଖୁଛି, ତୋର ବୁରୁବୁଟି ମିଶା ଦେଖୁଛି। କେନେ ଯାଉଛୁ, କେନେ ଗିଜୁଡୁଛୁ, କିସଟା ଖାଉଛୁ, ସେଟା ମିଶା ମୁଇଁ ଦେଖୁଛି। ଭାବ ନାହିଁ ଯେ ଖାଲି ତୋର ଦୁଃଖ ଆକା। ପ୍ରଭୁ ଗ୍ୟାସ ସରିଯିବ ବେ ରାଜା, କରେଣ୍ଟ ବିଲ୍ ଆସୁଛି ରାଜା, ପିଲା ସ୍କୁଲ ଫିସ୍ ବାନ୍ଧବାର ଅଛି ରାଜା। ଆଜି କେତେଟା କଣ ଗ୍ରୁପ ପଇସା ପ୍ରଭୁକୁ ମାଗୁଥିବେ। ପ୍ରଭୁ ବୁଧବାର ଦିନକୁ ଗ୍ରୁପ ପଇସା ବାନ୍ଧବା ଅଛି, ପ୍ରଭୁ ଆନ ବୋଲି କହିଥିଲେ ତ, କି ଗ୍ରୁପ ପଇସା ଆଣି 10 ମାଂସ ଦେଇଥିଲ? କଣ? ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ସବୁ ଦେଖୁଛନ୍ତି। ଆପଣଙ୍କର ପ୍ରତିଟି ଗତିବିଧିକୁ ସେ ଲକ୍ଷ୍ୟ କରୁଛନ୍ତି। ଆପଣ ମାନେ କେଣେ କେଣେ ଯାଉଛନ୍ତି, କଣ କଣ କରୁଛନ୍ତି, କଣ କଥାବାର୍ତ୍ତା ହଉଛନ୍ତି, ସବୁ ଜାଣିଛନ୍ତି। ଆଉ ସବୁର ହିସାବ ନେବେ। ଖାଲି ପରଭାଷା କହିଲେ ହବ କି? ନିଜର ଭାଷାରେ କେମିତି କଥା ହଉଛି ସେଟା ବି ଜାଣିବାର।
ପର ଭାଷା ତୁମେ ଘଣ୍ଟା ଘଣ୍ଟା କହୁଛ, ନିଜର ଭାଷାରେ ସାତ୍ରୀକୁ କଥା ହଉଛ କି? ତମ ବୁଆରୀକୁ କଥା ହଉଛ, ପଡୋଶୀକୁ କଥା ହଉଛ। ଇଆଡେ କୁଟକୁଟା ମାଡ ଗଲି ଚର୍ଚ୍ଚ ଆସ ପର ଭାଷା, କେନ୍ତା ଭାଷା ଏଟା? ଦାଣ୍ଡେ ତ ମନ ମହିଳା ଭାଷା କଲ, ଭିତରେ ପୁର ପର ଭାଷା ବାହାରି ହେଲା। ପ୍ରିୟ ଭାଇ ଭଉଣୀ ମାନେ, ଏଟା କେମିତି? ଗୋଟାଟେ ଗରମ ପାଣି, ଗୋଟା ଥଣ୍ଡା ପାଣି ବାହାରିଲା ପରା ସେଟ୍ କରୁଛ କେମିତି? ଗିଜର ଲଗେଇକରି ଆଜି ବସିଲା ବେଳକୁ ଚିନ୍ତା କରିବା, କାହିଁକି ପ୍ରଭୁ ପୁନଶ୍ଚ ଆପଣ ଲୋକମାନଙ୍କ ବିଚାର କରିବେ। ଆମେ ଏଠି ଯୋଉମାନେ ବସିଛୁ କେହି ବି ଭଲ ନାହୁଁ, କେହି ବି ଭଲ ନାହିଁ। ବକ୍ତା ମାନେ ଆସୁଛନ୍ତି କିସ ଆଡୁ କହିକି ପଳାଉଛନ୍ତି। ଅଦରବା ମିଟିଂରେ ଯିବ ନାହିଁ। ମା ମାନେ ମୁଲକେ ଯିବ ନାହିଁ। ଦେଖ ଆମର ମା ମାନେ ଏକ ତ ଆଟା ବଙ୍କା ଗଡ଼ ବାଙ୍କା, ଆରେ ପ୍ରାର୍ଥନା କରା ହେବାକୁ ଯିବ, ହେମলাই ଦେଲେ ଅଦରି ଯିବ, ଆଟର ହାଟ ଦିଟା ଖସିଗଲା ବୋଲେ ସେ ପାଷ୍ଟର ତ ଘରେ ପାଲାଇବ, ତାପରେ ତମର ଅବସ୍ଥା କଣ ହବ ତମେ ଜାଣିଛ। ଜାଣି ତ ଆଖି ଭଲ ଦିଶୁ ନାହିଁ, ପ୍ରାର୍ଥନା କରିବାକୁ ଯାଉଛନ୍ତି, କେମିତି ମୁଇଁ ଭଲ ଦେଖି ପାରିବି। ଭଲ ଦେଖି କିସ କରବ? ଚାଉଳ ବାଛବ। ଆଜିକାଲି ଚାଉଳ ବାଛବାଟା ନାଇଁନି, ଡାଲି ବାଛବାଟା ନାଇଁନି। ଥରେ ଗୋଟେ ବୁଢୀ ମାସି କଣ କହୁଛି, ଆଜ୍ଞା ଅଲ ପ୍ରାର୍ଥନା କର ଆଜ୍ଞା, ମୁଁ ଯେମିତି ଭଲ କରି ଦେଖିବି। କଣ ପାଇଁ ମାମଲା? ନାଇଁ ବାବୁ, ଟିଭି ଅଲ ମକୁ ଭଲ ଦିଶେ ନାହିଁ। ସେ ଟିଭି ଭଲ କରି ଦେଖସି ବୋଲି ଆମେ ପ୍ରାର୍ଥନା କରିବା। ଡକ୍ଟର ଭାଗ୍ୟ ଭଲ, ମୋର ପାଖ ଆସି ନାହିଁ, ଏମିତି ପ୍ରାର୍ଥନା করতে ମୁଲକେ ଦେଖତା ନାହିଁ। ନାଇଁ, ଆପଣଙ୍କର ବୟସ ହେଲାଣି, ଯିବା ସମୟ ଏଟା। ଟିଭି ଦେଖବା ସମୟ ନାହିଁ, ଏଟା ଟିଭି ଦେଖବା ସମୟ ନାହିଁ। ଦେଖିବେ ଅନେକ ବୁଢୀ ମା ମାନେ ମିଶା ବିବାହ ହେଇଗଲେ ବେ, ମାତ୍ର ସେ ଘରକୁ ଦେଖିଲେ ମନେ ପଡୁଛି, ମୁଁ ସେ ଘରର ବୁଆରୀ ହେତିବେ, ମୋର ପାଇଁ ପ୍ରଥମରେ ସେ ଘର ଆକା ପ୍ରସ୍ତାବ ଆସିଥିଲା, ମୋର ଆତା ଆକା ଭାଙ୍ଗି ଦେଲା। ମୋର ଉସୁସ ବିଷାକ୍ତ ପଡତା ଯେ ମକେ ଭାଙ୍ଗି ଦେଲା ବୋଲି କହୁଛି। ଏ ବାଟେ ବିବାହ ହେଲା, ତାର ପିଲାଟିକି ବିବାହ ହେଇଗଲେ ବେ, ମାତ୍ର ଡୋକରୀର ଆତ୍ମା କୋଉଠି ଆଲଚିଛି? ସେ ଘରେ ଆଲଚିଛି। ଭାଇ ମାନେ ବି ସେମିତି ବିବାହ ହେଇଗଲେ ବେ, ପିଲା ଛିଲା ହେଇଗଲା ବେ, ମାତ୍ର ତାକୁ ଦେଖିଲେ ଲାଲ ଢୁକୁଛନ୍ତି। ଏବେ ମିଶା ଏମିତି କାମ କରି କେମିତି ହବ? ମୁଁ ଦେଖିଛି ବିବାହ ବେଦୀରେ ବର କନ୍ୟା ବସିଥିବେ, ଏ ଟୋକିଆରେ କାକା ହାତ ଲାଗୁଥିବେ। ହାତ ଗୋଡ ହାଲେଇବ, ଲୋକ ସାଇଡ ଅଛି, ତାକା ହାଲେଇଲେ ହବ କି ନାହିଁ? କଣ ଏ ବର ମିଶା ଆରି କାକା ଦେଇକି ମୁଚି ମୁଚି ଯାଉଥିବେ। ତମେ କାହିଁକି ଆଗରୁ ଦୁସିଲ ନାହିଁ? ତମେ ଦୁସିଲେ ତମକୁ ଆକା ମୁଁ ହେତିବେ, ଅପେକ୍ଷା କଲୁ ନାହିଁ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଆମେ ଯୋଉଗୁଡାକ କରୁଛୁ ମନେ ରଖିଥାନ୍ତୁ, ଏଗୁଡାକ ଜଣେ ଅନୁଧ୍ୟାନ କରୁଛନ୍ତି, ସମୀକ୍ଷା କରୁଛନ୍ତି, ସେ ଜାଣୁଛନ୍ତି। ଏବେ 4 ପର୍ବ ତାର 13 ପଦ କଣ ଲେଖାଯାଏ? ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ। ଆଣ୍ଡରଲାଇନ କରିଥାନ୍ତୁ, ଈଶ୍ୱରଙ୍କ ସମ୍ମୁଖରେ କୌଣସି ପ୍ରାଣୀ ଅପ୍ରକାଶିତ ନୁହେଁ, ମାତ୍ର ଯାହାଙ୍କ ଛାମୁରେ ଆମ୍ଭମାନଙ୍କୁ ନିକାଶ ଦେବାକୁ ହେବ, ତାହାଙ୍କ ଦୃଷ୍ଟିରେ ସମସ୍ତ ବିଷୟ ଉଲଙ୍ଗ ଓ ଅନାବୃତ ଅଟେ। ମାନେ ଯାହାଙ୍କ ସାମ୍ନାରେ ଆପଣଙ୍କର ମୋର ହିସାବ ହବ, ବିଚାର ହବ ନାହିଁ କି? ସେ ପ୍ରଭୁକେ ସବୁ ଜାନା, ସେ ସବୁ ଜାଣିଛନ୍ତି, ସବୁ ଜାଣିଛନ୍ତି। ଏଠି ଆମେ ଯେତେ ଲୋକ ବସିଛୁ ଭାବୁଛୁ କି ନାହିଁ ମୋର ବିଷୟରେ କାହାକେ ଜାନା ନାହିଁ, କାହାକେ ଜାନା ନାହିଁ, ସତ କଥା। ମାତ୍ର ଯେ ଜାଣବା କଥା ସେ ଜାଣିଛନ୍ତି। এইটা ଜାଣିଥାନ୍ତୁ, ଆପଣ ମାନେ এইটা ଜାଣିଥାନ୍ତୁ। ଗୀତ ରଚକ କଣ ବୋଲି କହୁଛନ୍ତି? ଗୀତ ସଂହିତା 139 ଗୀତରେ ସେ ସ୍ପଷ୍ଟ ଭାବରେ କହିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଗୀତରେ ଖାଲି ଗୀତ ଗାଇ ଆମେ ଭୁଲି ଯାଉଛୁ। କଣ ଲେଖା ଯାଉଛି 139 ଗୀତରେ ସ୍ପଷ୍ଟ ଭାବରେ? ହେ ସଦା ପ୍ରଭୁ, ତୁମେ ମୋର ଅନୁସନ୍ଧାନ କରିଅଛ, ମୋର ପରିଚୟ ନେଇଅଛ, ତୁମେ ମୋର ବସିବାର ଉଠିବାର ଜାଣୁଅଛ, ତୁମେ ଦୂରରୁ ମୋର ସଂକଳ୍ପ ବୁଝୁଅଛ, ତୁମେ ମୋର ଗମନ ଓ ଶୟନ ଅନୁସନ୍ଧାନ କରୁଅଛ, ଆଉ ମୋର ସକଳ ଗତି ଜାଣୁଅଛ। କାରଣ ହେ ସଦା ପ୍ରଭୁ, ଦେଖ ଯା ତୁମକୁ ସମ୍ପୂର୍ଣ୍ଣ ଗୋଚର ନୁହେଁ, ଏପରି ଗୋଟିଏ କଥା ମୋ ଜିହ୍ବାରେ ନାହିଁ। ତୁମେ ମତେ ପଛରେ ଆଗରେ ଘେରିଅଛ, ମୋ ଉପରେ ଆପଣ ହସ୍ତ ରଖିଅଛ। 7 ପଦ,
तुम आत्मा ठारू मु केउठाकु पळेबी अबा तुम साक्षात मु केउठाकु पळेबी कोठिके जीवी कोठिके पळेबी। तेणु एठी बसला बेले समस्त को कहबा पाई चाहे पिला माने विशेष कर मोबाइल धरिछ कि नहीं भाबो नहीं 4टा पासवर्ड पकाई कर काकू जणा नहीं बोली झियो माने मोबाइल रे 4टा पासवर्ड पकाई कोन भाबुछ मोर मां को जणा नहीं मोर मां जानबो नहीं मोर बापा तो बिल्कुल जानबो नहीं भाबुछ मुई आका पढित बोली हमर मां बापा मां पाठ पढि नथिले किंतु हमर पर मूर्ख नथिले हमर पर अबाध्य नथिले विवाह हेले मोरबा जे संगे थिले थिले कि नहीं 50-60 वर्ष गोटे स्वामी गोटे स्त्री हमर नहीं। मोर प्रिय भाई बड़ी मन मु काहे की कहूची जे एई दिन मानकर हम जो समय वास करूछु हमें गुडे विषय को ध्यान दउछु हमर हेल्थ पाई में बहुत वरीड होछु कि नहीं वरीड हो जाउछु छोट छोट विषय पे मझे मोर पेट टिके कुंडाउथिला 2-3 दिन एंती कुंडा हेली कुंडाउची पेट कुंडा हेली तापरे गोटे नर्स आस्थिले भाई केमती अछंती मु कहली भलो अछि रे मां जे मोर पेट टिके एंती कुंडाई थथिला एटा किडनी प्रॉब्लम चिन्ह बोलला ये बा ओके किडनी प्रॉब्लम आ रहला की और दिन भाबली किडनी कुंडा प्रॉब्लम हेतबो की और भल कर पेट को देखली गरम पुली दुटा बारीची से गरम पुली चिड़ी गला मते पेट को जाबडा मिसा मोर कहबाटा कोन आमे छोट छोट विषय पाई बहुत चिंता भौणी माने बाल झड़ी गले बोले मोर बाल झड़ी जाउची मोर बाल झड़ी जाउची तोर भाग्य भल बाल झड़ले मिसा डेक्सी मन मिलुची अदि नहीं पानी डेक्सी मिलुची चा बना मिलुची कि नहीं हमर बाबा हमर मां मन तो फेंकी दउथिले अदि नहीं तोर भाग्य भल बाल झड़ले मिसा से चा बनाइबा कुलरी हेले मिलुची कि नहीं हां कोन पाई वरीड होछते हमर स्वास्थ्य अछि धीरे धीरे क्षीण होबो दांत अछि झड़ी जीवो आखि धंधला हे जीवो आंठू गंटी दुर्बल हे जीवो एटा सेंतिका शरीर आमे एठी पाई बहुत वरीड होचु बहुत व्यतिव्यस्त होचु किंतु जोठी पाई आमे चिंतित हेबा कथा से विषय आमे चिंतित होउनी। मोर प्रिय भाई भौणी माने আজি आमे टिके ध्यान दो कहीं कि हमर आत्मिक जीवन को आमे ध्यान दउ ना तार मूल कारण कोन आमे से विषय चिंतित मत न हमको के गोटे कहि देलानी कर तुमे परित्राण पाई गलोनी तुम उद्धार पाई गलोनी तुम मुक्ति पाई गलोनी तुम जेमती कले मिसा चलबो खुटी चलबो खुटी चलबो बाइबल तो चलु नै ए मन केते चलाउछंती मते जने लोक कहूछ आज्ञा मरबा जाए पाप स्वीकार करूथिबा कि हमें मरबा जाए अरे पाप कले क्षमा मागबो नै किती हैं कोन सकाल गादे दुछ बोल गोर महिला ले धोइबो नै थी कोन एमान को शिक्षा कोन मोर पाप क्षमा हे गलानी मैं मुक्ति पाई गलेनी मु उद्धार पाई गलेनी मोर पूरा पूरी कंप्लीट हेलेनी अरे किछि नै गुला गुला स्वर्ग दिबा रखा बाकी ओछि बोलबाटा केतकर मुंडे पुरै दिछन जदि सेमती हेई थांता साधु जोहन साधु विश्वास मान को लिखि न थांते प्रथम जोहन तार प्रथम अध्याय 8 पद से लिखि न थांते आंभ मानकर पाप नाही यहाँ जदि कहू ताहेले आपण आपण को प्रवंचना करू पुणी आमान ठारे सत्य नाही। प्रथम जोहन 1 पर्व 8 पद से कौन कहते आंभ मानकर पाप नाही जदि के कहूँ मोट किसी पाप नाई मु किसी पाप करी नाई अरे मोट पाप नाई नहीं बोल जदि के कहूँ बोले जानब कौनटा लोक ठारे निजको प्रवंचना करुची आटे सत्य नाही। जोहन अविश्वासी मान को लेखु ना जोहनकर कौन सी पत्र अविश्वासी मान को पाई नाही जोहन लिखित सुसमाचार विश्वासी मान को पाई जोहनकर ए पत्र गुड़ाक विश्वासी मान पाई प्रकाशित वाक्य मध्य विश्वासी मान
ସେ କହୁଛନ୍ତି ଯଦି ଆମ୍ଭମାନଙ୍କର ପାପ ନାହିଁ ଏହା ଯଦି ଆମେ କହୁଛୁ ଆମମାନେ ମିଥ୍ୟାବାଦୀ ଅଛୁ। ତେଣୁ ଯେତେବେଳେ ମଧ୍ୟ ଆପଣଙ୍କ ଜୀବନରେ ବାକ୍ୟର ପ୍ରକାଶନ ଆସିଲା ଆପଣ ଜାଣିଲେ କଣ ଯେ ନାଇଁ ମୋର ଜୀବନରେ କିଛି ଭୁଲ ଅଛି, ସାଙ୍ଗେ ସାଙ୍ଗେ ଡାଇବେଟିସ୍ ବଢି ଯାଇଛି କି ନାଇଁ କଣ କରିବ, ସାଙ୍ଗେ ସାଙ୍ଗେ ଖାଇବା କଣ୍ଟ୍ରୋଲ କରୁ। ନାଇଁ 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 କୋଲ୍ଡ ଡ୍ରିଙ୍କ୍ସ ପିଇବି ନାଇଁ, ମିଠା ନାଇଁ, ଆମ୍ବ ଖାଇବି ନାଇଁ, ଟିକେ ମର୍ଣ୍ଣିଂ ୱାକ୍ ଟିକେ ବଢି ଯାଇଛି। ଥାଇରଏଡ ବଢି ଯାଇଛି ତାର ଚିନ୍ତା ସେ କରିବ, କୋଲେଷ୍ଟ୍ରଲ ବଢି ଯାଇଛି ଚିନ୍ତା କରିବ। ହେଲେ ପାପ ବଢିଲେ କେମିତି ଖସିଗଲା ପରା ଥିବ, କେମିତି ଥିବ। ଆମର ଲୋକମାନେ ମଦ ପିଇ କରି ମରୁଛନ୍ତି, ପ୍ରାର୍ଥନା ଆସୁନାହାନ୍ତି, 2-3ଟା ମାଇଜି ରଖି ମରୁଛନ୍ତି, ଦୁନିଆର ବୁରବୁଟି କରୁଛନ୍ତି, ପୁଡିଆ ଖା ଖଇନି ଖା ଯୋଉଟା ମିଳିଲେ ଖାଇ କରି ମରୁଛନ୍ତି। ଆମର ପାଷ୍ଟର ମାନେ କବର ଦେଲା କଣ ବୋଲି କହୁଛନ୍ତି। ପ୍ରିୟ ଦୁଃଖିତ ପରିବାର, ଦୁଃଖିତ ମଣ୍ଡଳୀ, ଆଜି ମଣ୍ଡଳୀ ଗୋଟେ ବିଶିଷ୍ଟ ବ୍ୟକ୍ତିଙ୍କୁ ହରାଇଛି। କି ବ୍ୟକ୍ତି? ଏ ଗ୍ରନ୍ଥ ନା ଏ ବିଶିଷ୍ଟ ବ୍ୟକ୍ତି। ପାଳକ ମାନଙ୍କର ମଜବୁରି କଣ କହିବାକୁ ବାଧ୍ୟ, ନହେଲେ ଆମକୁ ମିଶତେ ତବ ଏଟା ଦୁଃଖମତ ପିଇ ଦେଇଥିବେ କେଟା ପୁରା ଭଇକା ଥିବେ ରିସାଜ ଥିବେ। ଯଦି ପାଷ୍ଟର ଯଦି ଏଡେ ତେଡେ କଲା ବୋଲେ ଆଜି ଗୋଟେ ଖୋଲା ନଲିତିଆ କାହା କଥା ପାବନ। ଏବେ ପାଳକ ମାନେ କଣ କହୁଛନ୍ତି, ମର୍ତ୍ତା କ୍ୟା ନା କର୍ତ୍ତା କହି ଦଉଛନ୍ତି। ଏ ଜଣେ ପ୍ରଭୁଙ୍କ ଲୋକ ଥିଲେ, ନିଶ୍ଚୟ ଅବ୍ରାହମଙ୍କ କଳରେ ଯାଇଥିବେ। ବିନା ଚଷମାରେ ବାଇବଲ ଦିଶେ ନାହିଁ ପାଷ୍ଟରକୁ। ये ओब्राम कॉलेज बसवाला देखते गला 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 खेटला 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 हाँ बसला लाजर के हेमलाई दी करी के बसती ये जेकर बसती कौन करवा। मोर प्रिय भाई भनी माने अपन ए धंदार न थांतु। घरे के मद मुदा खाई मरुची, विष खाई मरुची, पाप करी मरुची, दुनिया अवस्था मरुछंती कि नहीं। आमे जे सांत्वना को प्रभु, ये फालना को प्रभु, अले फालनी को प्रभु आपण स्पर करे जगह दियंतु। सेंती रेकमेंडेशन चलता बोले सबके पटाई तू प्रभु कह रे कालिया मुआ तुई जीवु कि नहीं तोटा तुई चिंता कर लोक को पाटाउ किसटा। प्रिय माने मला पर किछि करी हेबो नाही, जदि करी ही थांता बोले धनी कोन नले कोन गोटे करी थांता आकाश ना फाटा फाटा लगे केते चेष्टा करूची टिके लाजर को पाटाई दियो तोर चाकर गोती पानी धरी आइ बसे कि देइथिलु तू केबे देई नाही। मोर 5 भाई अछंती तिले किसेला नहीं का कहले पटाओ पटा पटी नहीं बाइबल अच्छी पढ़ंतु शुणंतु बुझाई बापा निरंजन तुर को पाटाइबी शुण बास छिला नहीं से चलबो नहीं के गोटे मला लोक उठवा अछि मला उठा उठी नहीं। एबे हमर देश एते मिराकल मिनिस्ट्री होछि के मिसा परिवर्तन होना से मिराकल करू करू से जेल पलाइला से बोले नहीं एते मिराकल कला जे लास्ट को टिके सुसमाचार कोइ था काको परीक्षण कथा कोइ था चार लोग परिवर्तन नहीं था। सीधा आसु आसु मीटिंग रे आसु आसु इधर आज कुछ होने वाला है, इधर कुछ होने वाला है। कौन होने वाला है? तू ही डाबू का सुधरी जाने वाला है सेटा आरी किसी होने वाला नहीं। अरे कौन होने वाला है? हमर मां मने 2 घंटा प्रचार करले नहीं कि 20 टका हाथे देबे नहीं से मन आज्ञा बोले प्रार्थना करो आज्ञा बोली डाबू बेटी 500 दे दी चौकी खाओ मने बुलुछन। प्रॉफिट बोले कौन? प्रॉफिट बोले प्रॉफिट, प्रॉफिट बोले कौन? प्रॉफिट बोले प्रॉफिट। आके हेमला ताके पेला ताके गुड मीटिंग रे कौन हला से हमला पेला करूची जने लोग रांदुची से बाटे तार भइरी किंद्रा हला भारी आस्ती ताके हमला दला ओदरी गला से तिडी चेकवाटा कि नहीं तार मुंडे बाजी फोट खाई से बाबरा हमला दी पोलाइला आ मुंड पाउर उठी पड़ा मतलब को आज्ञा भय करेला आज्ञा ले कोर ग्रुप वाला को गीत गावा कोई चंती एक बाबू गीत गाउची आ और गाइए एमन बाजाउ चंती बाजाय बाजे हालिया से हमला हालिया हुने ओदर बाक लोक आसु चंती। प्रिय भाई भणी माने तोले पड़बाटा मिराकल की ओदर बाटा मिराकल नहीं उठबाटा मिराकल तोले पड़बाटा आश्चर्य कर्म नहीं पड़ी थिबा लोक उठबाटा होची आश्चर्य कर्म इति ताली मारबे ओदर बाक देथिबे मना
ଏଟା ନା ଠିଆ ହେଇଥିବ ଆଗେ। ଥରେ ଗୋଟେ ମିଟିଂରେ ଯାଇଛୁ, ସବୁ ଚେକୁଛନ୍ତି ଗୋଟେ ଭଉଣୀ ଢୋଲ ପେଟି, 8 ମାସ କି 9 ମାସ ଚାଲିଛି, ସେ ବି ଥେତେ ପେତେ ଚେକୁଛି। ମୁଁ କହିଲି ପୁଣି ଯାଉଛୁ ନାଇଁ ପ୍ରାର୍ଥନା, ମୁଁ କହିଲି ସିଧା ଯା ହେମଲାଇ ଦବ ମରବୁ ଦେଖ ଚାଲ। ନାଇଁ ଟିକେ ପ୍ରାର୍ଥନା କରେଇଥାନ୍ତି, ପ୍ରାର୍ଥନା ପରେ କରାଇବୁ, ତୁଇ ଆଗେ ଘରେ ଯା। ଟିକେ ଭାଇ ଭଉଣୀ ମାନେ ବାକ୍ୟ ନାହିଁ କିଛି ନାହିଁ। ଆଉ କେତେ ଜାଗାରେ ମୁଁ ଦେଖୁଛି ପାଣି ଆଣି ଛିଟୁଛନ୍ତି, ଛିଟରେ ପାଣି ବଟେ ବେଟକୁ ଛିଟବାକୁ ଲେଲୋ ଖ୍ରୀଷ୍ଟ। ଏମିତି ପାଣି ଛିଟବାର ଯଦି ଜାଣିଥିବେ ସେମ୍ପୁ ଆଉ ସାବୁନ ବି ଟିକେ ଆଣିଥିବେ ତ ଲିଭିଗଲେ ଦେଇ ପଳେଇବ। କି ଅବସ୍ଥା ଏଟା ବলে। ଏବେ ଗୋଟେ ଭାବବାଦୀ ଗୋଟେ ଗାଁ ଯାଇଥିଲେ, ତେଲ ବିକବାକୁ ଯାଇଥିଲେ, 6 ଲକ୍ଷ ଟଙ୍କା ତେଲ ବିକିଛି ସେ। କେତେ? 6 ଲକ୍ଷ ଟଙ୍କା ତେଲ। ହେଲେ ଲୋକମାନେ ଯୋଉ ତେଲ ଧରି ଆସିଛନ୍ତି, ଏ ଭାବବାଦୀ କଣ ବୋଲି କହୁଛି, ଏ ତେଲ ଚଲବ ନାହିଁ। ସେ ତେଲକୁ ପାଟନା ବାଲାକୁ କିସ ମିଳିବ? আর তেল 20 টাকার তেলକୁ 200 টাকা ঘেনি করে নেবার ଅଛି। প্রার্থনা করে অভিষেক করেছি, প্রভু তেলକୁ অভিষেক করবে না, লোকକୁ অভিষেক করবে। এটা নূতন নিয়মরে বিশ্বাসী জানবার ଅଛି। তেল সুস্থ করব না, লেখা হচ্ছে কোন? বিশ্বাস যুক্ত প্রার্থনা রোগীକୁ সুস্থ করব লেখা। তৈল মখাও ଆମକୁ ଲେଖା ହଉନି, ସେଟା ଜିହୁଦୀ ମାନଙ୍କର କଲଚର। ସେଟା ଯୁଆଡେ ଯିବେ ଅଲିଭ ତେଲ ଟିକେ ନେଇଥିବେ, ଅଣ୍ଟା ବଥା ଆଣ୍ଠୁ ବଥା ଟିକେ ଲଗା ହେବେ, ସେଟା କାମ। ସେଟା ବଥାରେ ଲଗାଇବେ, ଟିକେ ବଥା କମବ, ଘାରେ ଲଗାଇଲେ ଟିକେ ଶୁଖବ, ସେଟା ତାଙ୍କର କାମ। ବୁଝା ନାହିଁ ସୁଝା ନାହିଁ, ସବୁ ପାଣି ଦେଇ ଗୋଟେ ପ୍ରାର୍ଥନା କରିବାକୁ ପାଣି ଆଣିଥିଲେ, ମତେ ଶୋଷ ଲାଗୁଛି ପିଇଦେଲି। ସେ ତଲଟା କହୁଛି ଆଜ୍ଞା ଆଜ୍ଞା ମୁଇଁ ରହିବି କୋଉଠି, ମତେ ଶୋଷ ଲାଗୁଛି। ସେ କହୁଛି ଆଜ୍ଞା ବୁଢାଇ ଦେଲ ଆଜ୍ଞା, କିସ ହେଲା? ନାଇଁ ପାଣି ପ୍ରାର୍ଥନା କରିବାକୁ ଆଣିଥିଲି। ଏବେ ତ ମୋ କଥା ପିଇବାକେ ତମେ ପାଣି ଦେଇନ, ଆରେ ପ୍ରାର୍ଥନା କରିବାକୁ ପାଣି ଆଣିଛ। ବିଚିତ୍ର ବିଚିତ୍ର ଲୋକମାନେ। ଗୋଟେ ଗାଁରେ ଜଣେ କୁକୁଡ଼ା ଗାଲି ଯାଉଛି, ସେ କୁକୁଡ଼ା ଆଣି ପାଷ୍ଟରକୁ ପ୍ରାର୍ଥନା କରାଇ। କଣ କୁକୁଡ଼ା ପାଇଁ ପୁଣି ପାଷ୍ଟର ମାଲ କରିଦେବ? ପ୍ରଭୁ ଏ କୁକୁଡ଼ାକୁ କିସଟା କହିବେ? ରବିବାର ଦିନ ସେଟା ପ୍ରାର୍ଥନା ନାହିଁ, କୁକୁଡ଼ା ଗାଲି ଯାଉଛି ସେ। ମୋର ପ୍ରିୟ ଭାଇ ଭଉଣୀ ମାନେ, କଣ ଲେଖା ଯାଉଛି? ଯଦି ଆପଣ ମୁଁ ମନେ ରଖିଥାଉ, ଯଦି ଆଜି ଆମ ଜୀବନରେ କୌଣସି ପାପ ଅଛି, ଆମେ ତାକୁ ଘୋଡେଇବାକୁ ଚେଷ୍ଟା କରିବା ନାହିଁ। ପାପ ଲୁଚିବ ନାହିଁ। ତାକୁ ଘୋଡେଇବି ବୋଲିକରି ଆମର ଜୀବନ ପଳେଇବ, ମାତ୍ର ପାପକୁ ଘୋଡେଇ ହେବ ନାହିଁ। ସତ୍ୟ ଜ୍ଞାନ ଲାଭ କଲା ପରେ, ସତ୍ୟ ଜ୍ଞାନ ପାଇଲା ପରେ ଆଉ ଆମେ ଲୁଚାଇବାକୁ ଚେଷ୍ଟା କରିବା ନାହିଁ, ପ୍ରଭୁଙ୍କ ପାଖକୁ ଯିବାର ଅଛି। ଲୁକ ତାର 8 ପର୍ବ 17 ପଦ, ଲୁକ 8 ପର୍ବ 17 ପଦ। କାରଣ ଯାହା ପ୍ରକାଶିତ ନ ହେବ ଏପରି ଗୁପ୍ତ ବିଷୟ କିଛି ନାହିଁ, ଯାହା ଜଣା ଯାଇ ପ୍ରକାଶ ନ ପାଇବ ଏପରି ଗୁପ୍ତ ବିଷୟ କିଛି ନାହିଁ, କିଛି ନାହିଁ। ମାନେ ଯାହା ପ୍ରକାଶିତ ନ ହେବ ଭାଇ ଭଉଣୀ ମାନେ, ଏମିତି କିଛି ମଧ୍ୟ ନାହିଁ, କିଛି ନାହିଁ। ଆମେ ଭାବୁଛୁ କଣ, ମରିଗଲା ସରିଗଲା, ଭଲ ହେଲା, ପାପ କାମ କଲା, ସବୁ କାମ କଲା, ମାତ୍ର ଭଲରେ ମଲା। ଭଲରେ ସିନା ମଲା, ଭଲରେ ଗଲା କି? ମରୁ ମରୁ 2ଟା ଜାଗା। ଯଦି ପ୍ରଭୁରେ ଥିବ ପାରଦୀଶକୁ ଯିବ, ଯଦି ମଦ ମୁଦା ଖାଇ ଜୁଆ ଖେଳି ବୁରୁବୁଟି କରୁଥିବ, ପାରଦେଶ ନାହିଁ, ତାର ଦେଶକୁ ଯିବ। ସେ ଜୟ ଛକବାକୁ ପଳେଇବ, ସାଙ୍ଗେ ସାଙ୍ଗେ ତାର ଶବ ଥିବ, ଏଠି କାନ୍ଦା ବାବା ହଉଥିବ, ଛାଟି ପିଟୁଥିବ, ସେ ମରିଗଲି, ଏ ନା ଏ ବୁଆ ବୋଲି ସେବେଳେ ଛୋଟ ମରିବା ସାଙ୍ଗେ ସାଙ୍ଗେ 3 ଦିନ ପଛେ ମିଶା ନାହିଁ, 40 ଦିନ ପଛେ ନାହିଁ। ଯୀଶୁ କଣ କହୁଛନ୍ତି ସେ ଚୋରକୁ, ପରିବର୍ତ୍ତିତ ଚୋରକୁ? ଆଜି ତୁମେ ମୋ ସହିତ ଆଜି। ମୋର ପ୍ରିୟ ଭାଇ ଭଉଣୀ ମାନେ, ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଯେ ଯାହା ପ୍ରକାଶିତ ନହେବ ଏପରି ଗୁପ୍ତ ବିଷୟ କିଛି ନାହିଁ, ବା ଯାହା ଜଣା ଯାଇ ପ୍ରକାଶ ନ ପାଇବ ଏପରି ଗୁପ୍ତ ବିଷୟ କିଛି ନାହିଁ। ମନେ ରଖିଥାନ୍ତୁ। ଆମେ କଣ ଭାବୁଛୁ ଯେ ମୁଁ ପାପ କାମ କରୁଥିବି ଆଉ କିଛି ହେବ ନାହିଁ, କାହାକୁ ଜଣା
किए जानबे नहीं बोलला बोलिया आमे बसुछु भाबुछु एटी के जण साधु पिला पर बस दिछंती जंती काको जणा नै बोलला बोला आपण को विषय केही जानि नांती सत्य कथा प्रभु आरे जानि नांती के हमर बुढ़ा बुढ़ी मन गोटे कथा कहबार आगे एबर टाइम जानि नथिबे कोड बोली कहबार एरे बाबू एनो ना सुन ए दे सुना पानी रे हागलाटा उबक्सी देख कौन बोली कहबार ए दे पानी रे हागलाटा केबे नले केबे भासबो जानिता बोले कोनटा सेटा माने तू जेते दुर्गंध काम करथिले मध्य लुचि लुचि भूल काम करथिले मध्य दिने ना दिने सेटा बाहर बारबाटा भारबो पानी रे हागला को चुप कई देले हां एटा हमर बुढ़ा बुढ़ी मन कहबा आपण जहां भी करूछंती आपण मन रखि तांतु दिने ना दिने बाहर आसबो आपण जो मोबाइल व्यवहार करछंती कि नहीं मो गोटे 25 वर्ष पर हेबो 25 वर्ष मोबाइल व्यवहार करूची हेले गोटे जीमेल रे यूज करूची तो दिने कौन हैला से ऑप्शन उडासला तो मोर पुराना डाटा गुडा को वॉइस मेल चैट कलाटा सबू पुनी थरे रेस्टोर करबा को चाहूचो कि बोला हाँ बोली मारी देली हाँ केते हजारटा फोटो केते केते किस्ता से मोबाइल हैंग हबा को देला बंद कर देली मुई बोला नहीं गोटे केते डाटा है बसेटा हाँ गोटे 500 जीबी पर हेबो कि किस्ता हेबो ले सेटा सब डिलीट भी कर देछि नाई मोर मोबाइल रे जदि मु चाहिले से सब पुणी थरे ले पानी रे हागला को केने जीव तबे कुआडे जीव मोर प्रिय भाई भौणी माने मन रखि थांतु आपण मु जहां जहां करूछु एटी बसिला बेले हम एक कथा न भाबू जे मो विषय रे केई जानती नहीं गणना 32 पर्व 23 पद गणना 32 तार 23 मात्र तुम्हें माने जेबे से रूपे न करो तेबे देखो तुम्हें माने सदा प्रभु को निकट पापी हेबो पुणी तुम मान को पाप जे तुम मान को धरिबो चिन्ह करि थांतु कोन लिखा हिची पुणी तुम मान को पाप जे तुम मान को धरिबो यह निश्चित जानो आपण जो पाप करूछंती मन रखि थांतु समस्ते अंडरलाइन करि थाओ काम रे आइबो तुमान को पाप जे तुमान को धरिबो यह निश्चित जानो आपण कोन जानंतु बा न जानंतु आपण एतिकी जानि थांतु जे आपण जहां करिछंती करूछंती एटा केने जीव नाही जदि स्वीकार करि छाड़बे नाही मु जानि नाही भाई भौणी माने काहे कि हम एंती होछु आपण जदि आइबो पुस्तक देखिबे आइबो तार एक पूर्व तार एक पद आइबो एक तार एक उस देश रे हां आयुब नामक एक व्यक्ति थिला अरे कोन लिखा जाछि उस देश रे आयुब नामक एक व्यक्ति थिला आओ से मनुष्य सिद्ध कोन थिला आ से मनुष्य सिद्ध और सरल और परमेश्वर भयकारी और कुक्रिया त्यागी थिला हां कोन कोन थिला उथरे पढंतु सही मनुष्य सिद्ध सरल सही मनुष्य सिद्ध बोले परफेक्ट किछि खुण नहीं ताठी सही मनुष्य सिद्ध थिला और सरल थिला और परमेश्वर को भय करबा लोक थिला और कुक्रिया त्यागी थिला एमती लोक होचंती आइबो किंतु ए आइबो आपण 42 पर्व का आसंतु आपण देखिबे ए आइबंकर जीवन रे भयंकर विषय देखिबे 42 पर्व तार 4 पद 5 पद विनय करू अछि नहीं नहीं 5 पद 6 पद पढि जंतु मु कर्ण रे तुम विषय सुनी थिली रे कोन कहछ आइबो मु कर्ण रे तुम विषय सुनी थिली मात्र एबे मोहर चक्षु तुमको देखु अछि हां से कोन कहछ मु कर्ण रे तुम विषय सुनी थिली प्रभु मात्र एबे मोर स्वचक्षु रे तुमको
ଦେଖୁଛି। ହଁ, ଏହେତୁ ମୁଁ ଆପଣଙ୍କୁ ଘୃଣା କରୁଅଛି, ପୁଣି ଧୂଳି ଓ ଭସ୍ମରେ ବସି ଅନୁତାପ କରୁଅଛି। କିଏ? ଯେ ସିଦ୍ଧ, ଯେ ସରଳ, ଯେ ପରମେଶ୍ୱର ଭୟକାରୀ, ଯେ କୁକ୍ରିୟା ତ୍ୟାଗୀ, ଏମିତି ଲୋକ ପୁଣି କଣ କହୁଛନ୍ତି? ମୁଁ କର୍ଣ୍ଣରେ ତୁମ ବିଷୟ ଶୁଣିଥିଲି, ମାତ୍ର ଏବେ ମୋର ଚକ୍ଷୁ ତୁମକୁ ଦେଖୁଅଛି। ଖାଲି ଶୁଣିଥିଲି ମୁଇଁ, ଏବେ ଦେଖୁଛି, ଆଉ ଦେଖିଲାରୁ ମୁଇଁ ଜାଣୁଛି ମୁଁ ନିଜକୁ କେତେ ଘୃଣା କରୁଛି। ମୁଇଁ ଭାବୁଥିଲି ସିଦ୍ଧ ବୋଲି, ତୁମେ ତ ଆହୁରି କେତେ ସିଦ୍ଧ। ମୁଁ ଭାବୁଥିଲି ଧାର୍ମିକ ବୋଲି, ତୁମେ ତ ବଡ ଧାର୍ମିକ। ମୁଁ ଭାବୁଥିଲି ଭଲ ବୋଲି କରି, ତୁମେ ତ କାହିଁରେ କେତେ ଭଲ। ପ୍ରଭୁ ତୁମ ପାଖରେ ତ ମୁଁ କିଛି ବି ନୁହେଁ। ଏହେତୁ ମୁଁ କଣ କରୁଛି? ଧୂଳିରେ ଆଉ ଭସ୍ମରେ ବସି ଅନୁତାପ କରୁଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପାଉଲ ଯେତେବେଳେ ତାଙ୍କର ଶେଷ ଚିଠି ଲେଖୁଛନ୍ତି, ଶେଷ ଆଡକୁ ଚିଠି ଲେଖୁଛନ୍ତି, ଆପଣ ଦେଖିବେ ପ୍ରଥମ ତିମୋଥୀ ତାର ପ୍ରଥମ ଅଧ୍ୟାୟ ତାର 15 ପଦ। ତାଙ୍କର ପ୍ରଥମ ଚିଠି ନୁହେଁ, ଏଟା ତାଙ୍କର ଶେଷ ପର୍ଯ୍ୟାୟରେ ଲେଖବା ଚିଠିଟା। ଏଟା ସେ କଣ ଲେଖୁଛନ୍ତି? ପ୍ରଥମ ତିମୋଥୀ ପ୍ରଥମ ଅଧ୍ୟାୟ ତାର 15 ପଦରେ, ପାପୀ ମାନଙ୍କୁ ପରିତ୍ରାଣ କରିବା ନିମନ୍ତେ ଖ୍ରୀଷ୍ଟ ଯୀଶୁ ଯେ ଜଗତରେ ଅବତୀର୍ଣ୍ଣ ହେଲେ, ଏହି ବାକ୍ୟ ବିଶ୍ୱାସ ଓ ସର୍ବତ ଭାବେ ଗ୍ରହଣ ଯୋଗ୍ୟ ସେଇ ପାପୀ ମାନଙ୍କ ମଧ୍ୟରୁ ମୁଁ ପ୍ରଧାନ। ସେ କଣ ବୋଲି କହୁଛନ୍ତି? ମୁଁ ଧାର୍ମିକ ବୋଲି କହୁନାହାନ୍ତି। ତାଙ୍କର ଶେଷ ପର୍ଯ୍ୟାୟରେ କଣ କହୁଛନ୍ତି? ସେଇ ପାପୀ ମାନଙ୍କ ମଧ୍ୟରେ ମୁଁ ପ୍ରଧାନ। ଦୀର୍ଘ ବର୍ଷ ପ୍ରଭୁଙ୍କ ସହ ଚାଲିଲା ପରେ, ସେବା କଲା ପରେ, ବହି ଗୁଡାକ ଲେଖିଲା ପରେ, ପ୍ରଭୁଙ୍କ ପାଇଁ ଦୁଃଖ ପାଇଲା ପରେ, କଷ୍ଟ ପାଇଲା ପରେ, ଅନେକ ଡକ୍ଟ୍ରିନାଲ ବୁକ୍ସ ଲେଖିଲା ପରେ, ଏବେ ସେ କଣ ବୋଲି କହୁଛନ୍ତି? ମୁଁ ପାପୀ ମାନଙ୍କ ମଧ୍ୟରେ। ଏଇଟା ହଉଛି ଖ୍ରୀଷ୍ଟିଆନର ଜୀବନ। ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କୁ ମତେ ଅନୁତାପ କରି କରି ପବିତ୍ର ହେଇ ଆଗକୁ ଯିବାର ଅଛି। ମୁଁ ହେଇଗଲି ବେ, ସରିଗଲି ବେ, ହେଇଗଲା, ଆରେ କିଛି ନାଇଁନି ବୋଲବା ଚିନ୍ତାରେ ରୁହନ୍ତୁ ନାହିଁ। ଜୀବନର ଶେଷ ସନ୍ଧ୍ୟା ପର୍ଯ୍ୟନ୍ତ ଆପଣଙ୍କୁ ବସି ଅନୁତପ୍ତ ହୃଦୟରେ ଜୀବନ ସଜାଡ଼ିବାର ଅଛି। ବାଇବେଲ କଣ କହୁଛି? ଧାର୍ମିକ ବୋଲି ହୁଅ ବୋଲି କୁହା ନାହିଁ, ଯେ ଧାର୍ମିକ ସେ ଆହୁରି ଧାର୍ମିକ। ପ୍ରକାଶିତ ବାକ୍ୟ 22:11 ଟିକେ ପଢିଲେ ଆପଣ ଜାଣିପାରିବେ। ଆମେ ପବିତ୍ର ହେଲେ ହେବ ନାହିଁ, ଆମେ ଧାର୍ମିକ ହେଲେ ହେବ ନାହିଁ। କଣ ଲେଖା ଯାଉଛି? ପ୍ରକାଶିତ ବାକ୍ୟ 22 ତାର 11, ଯେ ଅଧର୍ମଚାରୀ ସେ ଆହୁରି ଧର୍ମାଚରଣ କରୁ, ଯେ ଅଶୁଚି ସେ ଆହୁରି ଅଶୁଚି ହେଉ। ଆଉ ଥରେ ପଢନ୍ତୁ ଧୀରେ ଧୀରେ। ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ। ଟିକେ କରୁଛି ଭଲ କରି କରୁ। ଆମର ଯଦି ମଦୁଆ ମାନେ ଟିକେ ଟିକେ ପିଉଛନ୍ତି, କାହିଁକି ଟିକେ ଟିକେ ପିଇବେ? କୁଟକୁଟା ପିଅନ୍ତୁ। ଅଲପ ପିଇଲେ ନରକ ଯିବେ, ଭୂତେକ ପିଇଲେ ବି ଯା ଯିବେ। ଆପଣଙ୍କର ଘରେ ଯଦି କିଏ ମଦୁଆ ଥିବ, ତାକୁ କହିବେ ହେ ଦେ 2 ପେଗ 3 ପେଗ ଆଣ ନାଇନି, ଗୋଟେ ଡାବା ଆଣ, ମଦ ଡବା ଆଣବୁ। ଆରି ଗ୍ଲାସ ରେ ମଗରେ ଢାଲା ଢୁଲି ନାହିଁ, ପାଇପ ଲଗାଇ କରି ଟଣ୍ଡେ କୁର୍ଚି ଦେଇଥା। ଯେତେବେଳେ ଇଚ୍ଛା ହାଗା ମୁଁ ତାହି କରିଦେଲେ ମରିଯା, ମରବୁ ତ ମରବୁ, ଭଲ କରି ପି। ଆମର ଭଉଣୀ ମାନେ କଣ, ସ୍ୱାମୀ ମଦ ପିଲା ସାପୋର୍ଟ କରୁଥିବେ। ଏଇଟା କଣ କହିବେ? କାହାର ସ୍ୱାମୀ ପିଉନାହାନ୍ତି, ମୋଟା ଏକା ପିଉଛି କି, କାହାର କିଛି ଭାଷାଇ ଦେଲା, ତାଙ୍କର ପଇସାରେ ତାଙ୍କେ ପିଇଲେ। ମୁଟ ମୁଟ ଦେଖିଲେ କି ସବୁ ସତ କଥା ତ କହୁଛି। କଣ ପିଉଥିବେ, ପିଅନ୍ତୁ, ତାଙ୍କର ପାଇଁ ତାଙ୍କେ ପିଇବେ। କାକେ ଚାବାକେ ଯାଉଛନ୍ତି, ବାୟା କୁକୁର ହେଇଛନ୍ତି କି ଟମି ବ୍ରାଉନି, କଣଟା ସେଟା କୁକୁର ଚାବାକେ ଯିବ। ମତେ ହୁଡବେ, ମତେ ଗାଲି করবে, মতে মারবে, মুই মাইন্ড করবি নাই। তোকে মাইন্ড ଥିଲେ তো করবু লো, তোকে তো মুলকে মাইন্ড আকা
ନାଇଁ ଏ ଟୋଟରା ବର୍ତ୍ତି ସୁନା ଓଲା ହେବାକୁ ପାଟ ଶାଢୀ ପିନ୍ଧି ସୁନା ଚୁଡ଼ି ପିନ୍ଧି କରି ବେନିଟ ବ୍ୟାଗ ଧରି ଓଲା ହେଇ ସିଗ୍ନେଚର କରି ଜାଣ ନାଇଁ କେତେ ଥାପି ବୋଲୁଥିବ ମାତ୍ର ଟେମ୍ପର କହିଲେ ନ ସରେ କାହିଁକି ଏମାନେ ସ୍ୱାମୀ ମଦ ପିଇଲେ ଇଚ୍ଛା କରୁଛନ୍ତି ପିଉ ବୋଲି ଏ ମଦ ବି ଢୁଲଲେ ବୋଲେ ତାର ମୁନା ଡାବୁ ବେଟବାକୁ ଏଟା ଆମକୁ ସୁବିଧା ହଉଛି ସେଇଥିପାଇଁ କେଟା ମଦ ଛାଡୁ ବୋଲି ଇଚ୍ଛା କରୁ ଯୋଉଦିନ ମଦ ବି କୁଟକୁଟା ଚବ ଆରେ ଗୋଟେ କାଲିଆ ମୁଇଁ ପଛେ ଯିବ ବୋଲି ଆସିକରି ପାଷ୍ଟର ଆଜ୍ଞା ଟିକେ ପ୍ରାର୍ଥନା କର ଆଜ୍ଞା କେଣେ କେଣେ ଯାଉଛନ୍ତି ମାୟାକୁ ଗୁରୁତ୍ୱ ଯିବ କି ନାହିଁ କେଣେ କେଣେ ଯାଉଛନ୍ତି ପଚାରୁ ନାହାନ୍ତି ମତେ ଦେଖୁନାହାନ୍ତି ପାଷ୍ଟର ଆଜ୍ଞା ସେଟା ତ ଆପଣ ଆଗରୁ କରବାର ଥିଲା ଆଜ୍ଞା ଆଗରୁ କରବାର ଥିଲା ଏମିତି ଚାଲାକ ଲୋକମାନେ କହିଲେ ନ ସରେ ଭଉଣୀ ମାନେ ସ୍ୱାମୀ ଯଦି ମଦ ପିଉଛି ତାର ପାଇଁ ଯଦି ପ୍ରାର୍ଥନା କରୁନ ବୁଝାଉନ ମନେ ରଖିତ ତୁମେ ବି ତାର ସାଙ୍ଗେ ଜୟପୁର ଯିବ ତୁମେ ଜୟପୁର ବୋଲେ ନର୍କ ହେଲା ନର୍କ ନା ହଉଛି ଜୟପୁର ଯୋଉଠି ଜୟ କେବେ ଲିଭ ନାହିଁ ଯିବ କଣ ମୁଁ କାଇକେ ଯିବି ବୋଲି କରି ଯିବ ଯାଇକରି କହିବ ହଇ ରାଜା ମୋର ସ୍ୱାମୀ ସିନା ପିଉଥିଲେ ରାଜା ମୁଇଁ ତ ପିଉନଥିଲି ରାଜା ପ୍ରଭୁ କହିଲେ ନାଇଲୋ ରାଣୀ ମୁଇଁ ବି ଜାଣିଛି ତୁଇ ପିଉନଥିଲୁ ସତ କଥା ମାତର ଆମଲେଟ କେ ବନାଇ ଦଉଥିଲା ମୁଇଁ ବନାଇ ଦଉଥିଲି ରାଜା ଚିକେନ ପକୋଡା ମୁଇଁ ବନାଉଥିଲି ରାଜା ଆରେ ସୁଖସି ଶାଗ ମୁଇଁ ରାଜା ଆର ସେଟା ବି ମୁଇଁ ଏଟା ବି ମୁଇଁ ଏକା ରାଜା ହେଲେ ସେ କାହିଁକି ଏକଲା ନରକେ ଯିବଲୋ ଭଉଣୀ ମାନେ ସାବଧାନ ଆମର ଭଉଣୀ ମାନେ ତ ଏତେ ବଢିଆ ଭଉଣୀ ମାନେ ଏ ସ୍ୱାମୀ ମାନଙ୍କ ପେଣ୍ଟ ସଫା କଲା ବେଳେ ଯଦି ପୁଡିଆ କି ଭାଙ୍ଗ ବାହାରବ ବେଟି କରି ଦଉଛନ୍ତି ଏଟା ଦଉଛନ୍ତି କି ନାଇଁ ବେଟି କରି ହେଟି ମୋ ଲାପା ମୁଣ୍ଡା ଗୋଟେ ପାଶରି ଦେଇଥିଲ ନିଅ ହେଟି ମୋ ଆସ ଧନ୍ୟବାଦ ମୋ ତମେ ବୋଲି ଦେଲ ପାପା ହେଲେ ଚିରି ଫିଙ୍ଗି ଦେଇଥାନ୍ତା ବେ କହିଲି ପୁରା ଯେମିତି ସ୍ୱାମୀକୁ ସେମିତି ସ୍ତ୍ରୀ ଆକା ଥିବ ଏ ଗନ୍ଥମନାକୁ ଏ ଗନ୍ଥମନି 2 ଲୋକ ପୁରା ଫିଟ୍ ମିଶିକରି ଯିବେ ସାଥୀ ଯିବା ଚାଲ ଗୋ ବୋଲି ଯିବେ ମୁଁ ଆପଣ ମାନଙ୍କୁ କହିବା ପାଇଁ ଚାହେଁ ଆଇବଙ୍କୁ ଦେଖନ୍ତୁ ସିଦ୍ଧ ଲୋକ ଥିଲେ ସରଳ ଲୋକ ଥିଲେ ପରମେଶ୍ୱର ଭୟକାରୀ ଲୋକ ଥିଲେ ଏମିତି ଲୋକ ସେ କଣ କରୁଛନ୍ତି 29 ବର୍ଷ ଅନୁତାପ କରୁଛନ୍ତି କଣ ଲେଖା ପଢନ୍ତୁ ପ୍ରକାଶିତ ବାକ୍ୟ 22:11 ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ ବାସ୍ ଶୁଣନ୍ତୁ ଯଦି ଟିକେ ପୁଡିଆ ପୁଡି ଖାଇବା ଲୋକ ବସିଛ ହାଟକ ବୋଲି କହୁ ନାହିଁ ଯଦି ବସିଛ ଭଉଣୀ ମାନେ ପୁଡିଆ ଛାଡୁ ନାହିଁ ତାକୁ ଭାତ ଶାଗ ଦବ ନାହିଁ କଣ କରବ ଥାଲି ଗୋଟେ ନେବ 4ଟା ପୁଡିଆ ଚିରି ଫାପଡି ଦବ ଥାଲିରେ ଏ ଦେଖା ଟୋଟାରେ ଆଲୋ ଦେଲେ ବୋଲେ ପାନି ପିଇବୁ ବୋଲେ ଗୋଟେ ଗିଲାସ ପାନି ବି ଦେଇ ଦେଇଥିବ ନହେଲେ ପେଜ ବି ଦେଇଥିବ ଏଟା ଚାକି ଚାକି କରି ଅମୃତ କି ଏଟା ଅମୃତ ଦେଖିବେ ଏ ପୁଡିଆ ଖାଉ ମନକୁ ପୁଡିଆ ଯଦି ଖାଇଥିବେ କି ନାହିଁ ଚା ଦେଲେ କଣ ବୋଲ ଜଳଖିଆ ଖାଇବ କି ନା ନହେଲେ ପେଷ୍ଟ ଟିକେ ପିଅ ଲେମ୍ବୁ ପାଣି ଚିକେନ ପକୋଡା ବନା ବୋଲେ ଏ ଲୋକକୁ ଏ ପୁଡିଆ ନାଇଁ କି ଚା ଠାରୁ ମଧ୍ୟ ମୂଲ୍ୟବାନ ଜଳଖିଆ ଠାରୁ ମୂଲ୍ୟବାନ ଲେମ୍ବୁ ପାଣି ଠାରୁ ମୂଲ୍ୟବାନ ଚିକେନ ପକୋଡା ଠାରୁ ମଧ୍ୟ ମୂଲ୍ୟବାନ କଣ ମରିଗଲେ କଣ କରବ ତାକୁ 4-5 କାଟା ପୁଡିଆ ଡୋକୁରେ ପୁରେଇ ଦେଇଥ ରାତିରେ ଉକାରି ଉକାରି ଆସିବ କାର ପକାଇବ ଭଉଣୀ ମାନେ ଜାଣିଥ ତମକୁ ଉଠାଇବ ଉଠଲ ପୁଡିଆ କୁଟି ଅଛି ଦେଇ ପଟାଇ ଦେଇଥ କି ଅବସ୍ଥାଟା ମାନେ ସବୁ ଏବେ ମଝିରେ ଗୋଟେ କବର ବଟାରେ ଯାଇଥିଲି ସେ ଲୋକ କବର ଦେଇ ଦେଇଛନ୍ତି ହେଲେ ତାର ଛାତି ଉପରେ ସେ କବର ଦେଲା ଛାତି ଉପରେ ଗୋଟେ ଦନାରେ କିସା ରଖିଛନ୍ତି ପାଣି କହିଲି କେମିତି ଏଟା କରୁଛନ୍ତି
मते पानी पुना ढाली थे गोटे पिला संग जाते बाबू जात से दोना रे किसटा अछि सुंगी देख से सुंगी कर किस कहछि सार मद सार बोली भाभी देखंतु मद पी पी मोला तार छाती रे मद नहीं कर रखिछि आत्मा शांति करबो से अधर्माचारी आज शुणु आज एटू गला परे जदि एमती थिबे थांतु जाय आसे ने नरक तो जिबे एबे गोटे पिला गोटे भाभी यूट्यूब रे ताको मु देखुतिली ताका मुंड कुंडा हेबा जाना नै बाल मन एंती झंपुरी झंपुरी उडुची से किस बोली कहउची मु यीशु को ग्रहण करबी नै मु यीशु को मानबी नै मोर जीवन थिबा जाए आखि रे देखुथिबा जाए काने सुनुथिबा जाए मु यीशु को विरुद्ध रे आका कहउची यीशु को विरुद्ध रे कहबी यीशु को विरुद्ध रे मुई कहबी मैं नरक जीवा को पसंद करबी बात यीशु को विश्वास करबी मु देखली थूरे जातिया तू कोन बाबू तू नरक बोले खरा छुट्टी नहीं नरक बोले खरा छुट्टी की जाई 15 दिन काटी दी आबा की गरम नरक बोले बाबा पानी में सा मिलबो नहीं रेस्ट नहीं की जा बाबा ए बाबा बोलते की नहीं मोला परे आपण इटी नले सिटी आपण को अनंत काल काटबे सिटुआरी त्राई नहीं सिटी जिबे सेति पाई इटी बसला बेले बंचला बेले टिके चिंता करंतु ए झोकी खाऊ प्रचार को हाबुरे पड़ंतु नहीं खाली सब ठीक अछि देखुथिबे आखि आगे आमको कहीं तांकर इच्छा ताके पियंतु ताके कथा हुअंतु ताके जोटा हुअंतु सबुदिन मिलु थाउ मांस भात खाइबाकु बल्ला भगी कौन गौड़ ही चो कौन पाई छेली मेंढी एने तेने गले गोटे देख तो नहीं रोटो के ना मारले से छेली कर गौड़ छटक छटक करे अरे दाग बोलते सीधा बोलते एटा होची गौड़ काम एटा आमे लोकर दयारे बचनु आमे हमर प्रभु अछती से चलाइबा लोक से मोर प्रिय भाई भनी माने मते जन कहउथिले आज्ञा एंती बादला परा कोने आज्ञा डाकबे नहीं नो डाकले नहीं काई डाकले नहीं बोली खाइबी मी नो डाकले खाइबी नहीं से माने कोन मते ऊपरे गोटे दिन हिसाब देवार अछि पचारबे कोन कल्लू नले मुई बक्ता हेबा कथा नहीं मु बक्ता हेबा कथा नहीं तो मीटिंग रे गुलो मके देखबा कासितिला कल केंद भाई आसलो नहीं रे तो देखबा कासितिली तू पुनी बक्ता ही गलु केबे हेलु एडे बड़ बक्ता ही गलु हैं अरे छागर तोर ना अछि भाबली बसी सुनबो का नहीं रे तो खाली तो देखबा कासितिली तू केंद बक्ता हेलु केडे बड़ बक्ता हेलु बोली ओलाइला सेना माने प्रभु मते कहीं डाकी छथि तोर लोक मान को बाकना बेटी बेटी बुझा बोली कर बुझले ना नहीं तोर कोरापटिया लोक को तोर भाषा रे चोप जंती बुझाइबु बुझा बुझले तो बुझले न बुझले मुई आसले बुझाइबी बोली प्रभु पटाई छथि आपण मान को प्रिय पात्र हेबा को पटाई नांती मते बस एतके मारले ताली बोलका लोक दुकुति बथौबे मोर प्रिय माने मु कहिबा पाई चाहे प्रभु एथि पाई मते पटाई छथि जा तोर लोक मान को बुझा बुझा भल करी बुझा बुझला परा बुझा दुखला परा बुझा बाताई करे बुझा ताको दुका धरला परा बुझा मात्र बुझा तो देतकी रे बुझबे नहीं बोले अरे क्या से बुझाइबो तुमको कल के से आगे आसले बुझाइबे काहे की देखबा कौन कहिबा पाई चाहे प्रभु जनक परे जनक जनक परे जनक जनक परे जनक पटाउ छथि बुझाइबा पाई आमे जेंती को सेंती हम लोक मन कोन बोल कहबे बिरी को चोबाटा देखि करी कलत चेपटा ही गला बोलबे कोन बोल कहबे बिरी को चोपतले पड़े चप चप को देखो देखो ए कलत आगे निजे चेपटा ही गला आपण चेपटा हेबा कथा कि नहीं 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 बाइबल रो पद पर्व प्रकाश करूची जदि हमर जीवन ठीक करबा नहीं तार परिणाम भोगबा पाई आमे रेडी थिबार अछि
କଣ ଲେଖା ଅଛି ପଢ ବାବୁ ସେ ପଦ ପୁରା ପଢିଦିଅ। ଯେ ଅଧର୍ମାଚାରୀ ସେ ଆହୁରି ଅଧର୍ମାଚରଣ କରୁ, ହଁ ଯେ ଅଶୁଚି ସେ ଆହୁରି ଅଶୁଚି ହଉ, ପୁଣି ଯେ ଧାର୍ମିକ ସେ ଧାର୍ମିକ ହୋଇଥାଉ ବୋଲି ଲେଖା ହିଁ ନାହିଁ। ଯେ ଧାର୍ମିକ ସେ ଆହୁରି ଯେ ଧାର୍ମିକ ସେ ଧାର୍ମିକ ହିଁ ରହୁ ବୋଲି ଲେଖା ନାହିଁ। ଆପଣ ମାନେ ଧାର୍ମିକ ଜୀବନ କାଟୁଛନ୍ତି ଭଲ କଥା, କିନ୍ତୁ ଧାର୍ମିକ କଣ ହବାର ଅଛି? ଆହୁରି ଧାର୍ମିକ ହବାର ଅଛି। ତାପରେ ଯେ ପବିତ୍ର ସେ ଆହୁରି ପବିତ୍ର ହେଉ। ସେଇଟା ମୁଁ କହି ଆପଣଙ୍କୁ ପବିତ୍ର ହୁଅ ବୋଲି ମୁଁ କହୁନାହିଁ। ଆହୁରି ପବିତ୍ର ହୁଅନ୍ତୁ, ଆହୁରି ଧାର୍ମିକ ହୁଅନ୍ତୁ, ଆହୁରି ଭଲ ହୁଅନ୍ତୁ, ଆହୁରି ପରିଷ୍କୃତ ହୁଅନ୍ତୁ, ଆହୁରି ଆହୁରି ଆହୁରି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକକୁ ଅନୁଗ୍ରହ କରନ୍ତୁ। ଆଜି ବାକ୍ୟ ଶୁଣିବା ସମୟରେ ଆମେ ଯେପରି ଆପଣ ଜୀବନକୁ ଭଲରେ ଆମେ ସଜାଡି ପାରିବା, କାରଣ ପ୍ରଭୁ ଚାହୁଁଛନ୍ତି ଯେପରି ଆହୁରି ଆମେ କଣ ହବୁ? ଆହୁରି ପଦ ପଢିବେ। ହିତୋପଦେଶ 20 ପର୍ବ 9 ପଦ। ହିତୋପଦେଶ 20 ପର୍ବ 9 ପଦ। ଆମ୍ଭେ ଆପଣ ମନ ନିର୍ମଳ କରିଅଛୁ, ଆମ୍ଭେ ଆପଣ ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ? ଆଉ ଥରେ ପଢନ୍ତୁ। ଆମ୍ଭେ ଆପଣ ମନ ନିର୍ମଳ କରିଅଛୁ। ମୋର ମନ ପୁରା ନିର୍ମଳ ହେଇଗଲାଣି, ଆରେ ମଇଳା ନାହିଁ। କିଏ କହିପାରିବ? ତୁମ୍ଭେ ଆପଣ ପାପରୁ ପରିଷ୍କୃତ ଅଟୁ, ଏହା କିଏ କହିପାରେ? କିଏ କହିପାରିବ? ମୋର ପାପ ସବୁ କ୍ଷମା ହେଇଗଲା, ଆରେ ପାପ ନାହିଁ, ମୁଁ ପୁରା ପବିତ୍ର ହେଇଗଲି, ପୁରା ଧାର୍ମିକ ହେଇଗଲି, ଏବେ ଉଠି ଯିବି। ଆମେ ପାପର ଜଗତରେ ଅଛୁ। କେତେବେଳେ ନା କେତେବେଳେ କଣ ନା କଣ ପାପ ଗୋଟେ ହେଉଛି। ଆମେ ଖସରି ଗଲା ପରେ ଥିବାର ନାହିଁ। ଟିକେ ଦେହ ଭଲ ନ ଲାଗଲେ ରାତାରାତି ଏକା ଆମ୍ବୁଲାନ୍ସ ଡାକି ନହେଲେ ଗାଡି ଧରି ପଳାଉଛୁ କି ନା ମେଡିକାଲ। ସକାଳ ପାଇବା ଯାଏ ଜଗୁଛୁ କି ଆହୁରି ନାଇଁ? ଏଠି କେତେବେଳେ ବଥା ଅଛି ମତେ, ବୋଲୁ ସାଙ୍ଗେ ସାଙ୍ଗେ 108 ଗାଡି ନହେଲେ ନିଜର ଗାଡି ନହେଲେ କୋଉ ଗାଡିକୁ ଡାକି ସିଧା ଭୁରକିନା ପଳେଇବା। କାହିଁକି? ସକାଳ ଭିତରେ ଭୁକ ଚୁଟି ମରିଯାଇ ହେବ। ସତ ନା ନାଇଁ? ଟିକେ ଅସୁବିଧା ହେଲେ ବୋଲେ ଆମେ ପଳାଉଛୁ କି ନାଇଁ? ଯଦି ଆମର ସ୍ୱାସ୍ଥ୍ୟ ପାଇଁ ଯଦି ଏମିତି ହେଉଛୁ ବୋଲେ ଆମର ଆତ୍ମିକ ଜୀବନ ପାଇଁ କେମିତି ହେବା କଥା କି ନାଇଁ? ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। କିଏ କହିବ? ଲୋକମାନେ କାହିଁକି ପରିବର୍ତ୍ତନ ହଉନାହାନ୍ତି? ଗୋଟେ କାରଣ ଅଛି। ହିତୋପଦେଶ ତାର 4 ପର୍ବ 18 ପଦ। ହିତୋପଦେଶ 4 ପର୍ବ ତାର 18 ପଦ। ମାତ୍ର ଧାର୍ମିକ ମାନଙ୍କର ପଥ ପ୍ରଭାତର ଆଲୁଅ ତୁଲ୍ୟ। କଣ ଥିବ? ଧାର୍ମିକ ମାନଙ୍କର ପଥ କେମିତି ଥିବ? ପ୍ରଭାତର ଆଲୁଅ ତୁଲ୍ୟ, ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ କଣ ହବ? ଯାହା ମଧ୍ୟାହ୍ନ ପର୍ଯ୍ୟନ୍ତ ଆହୁରି ଆହୁରି ସକାଳର ଲାଇଟ ରେ ଯେତିକି ଦୁଷବ ଦିନର ଲାଇଟ ରେ ଭଲ କରି ଦୁଷବ। ମାନେ କଣ? ଆପଣଙ୍କ ପାଖରେ ବାକ୍ୟର ପ୍ରକାଶନ ଯେତିକି ଥିବ, ଆପଣଙ୍କ ପରିବର୍ତ୍ତନ ସେତିକି ଥିବ। ବାକ୍ୟର ପ୍ରକାଶନ ଯେତିକି ଥିବ, ଆପଣଙ୍କ ପରିବର୍ତ୍ତନ ସେତିକି। ବାକ୍ୟ ନାହିଁ। ଆଜି ଆମେ ମାନେ ବାଙ୍ଗରା ଯକ୍ଷର ଅଧ୍ୟୟନ କରିବା। ଯକ୍ଷ ଗୋଟେ ମିଳିଛି, ତାকে ଗଛେ ଚେକା ଉତରା। ସେ କହୁଛି ଛାଡା ବୋଲେ ନାଇଁ, ତତେ ଛାଡବୁ ନାହିଁ। ଯକ୍ଷକୁ ଚେକା ଉତରା। ସେ ହାଲିଆ ହେଇଗଲା। ହାଲିଆ ହେଲିବେ ମତେ ଛାଡି ଦିଆ, ତତେ ଛାଡବୁ ନାହିଁ। ତାପରେ କଣ? ବାହାରିଲେ ଦେଖ ଗো 10 କନ୍ୟା। ସେ 10 କନ୍ୟା ଗୋଟେ ବାହାରିଛନ୍ତି। ସେଟା ଗୋଟେ କେତେ ଦିନ ଚାଲିବ? ବୁଣାଳି ବୁଣୁଥିଲେ, ତୁଇ କି ଜମି ଆଗେ କହ। ଗଜା ହେଇକି ମରି ଯାଉଛି କି ଚାପି ହେଉଛି କି ହେଉ ନାହିଁ, ତୋଟା ତୁଇ ଦେଖେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ପ୍ରକାଶନ ଯେତିକି ଥିବ, ପରିବର୍ତ୍ତନ ସେତିକି ଥିବ। ଆଜିର ସମୟରେ ବାକ୍ୟର ସଠିକ ପ୍ରକାଶନ ନାହିଁ, ସଠିକ ଶିକ୍ଷା ନାହିଁ। ସେଟା ଆମର ଜୀବନ ମଧ୍ୟ ଏମିତି ଏକା ଅଛି। କାହିଁକି ଏମିତି ହଉଛି?
कहीं भाववाणी स्वरूप पाउल लिखिथिले तिमोथी को द्वितीय तिमोथी 4 पर्व 3 पद 4 पद कारण समय आसीबो जेतेबेले से माने हितजनक शिक्षा कौन हितजनक शिक्षा सह्य करबे नहीं जो तांको दरकार सेटा सह्य करबे नहीं हितजनक शिक्षा सह्य करिबे नहीं हाँ मात्र श्रुति मधुर कथारे संतुष्ट होई श्रुति मधुर कथारे संतुष्ट होई अभिलाष अनुसारे आंकर अभिलाष नुआ नुआ बक्ता डाकबा नुआ नुआ टी सुनबा नुआ नुआ लोक डाकबा नुआ लोक आसंतु अभिलाष अनुसारे बहु संख्यक शिक्षक मानको संग्रह करिवे पुणी सत्य वाक्य रे कर्ण न देई कल्पित कहानी प्रति मन देबे एबे सेटा चलीछि बादबार नहीं दुका धरबार नहीं तुम्हें जेंती हो तो सेंती था बक्ता आसी करी प्रचार करी पलेले कि चमत्कार प्रचार भाई ना प्रचार चमत्कार जे तुम्हें चमत्कार हेलो की परिवर्तन हेलो की बदलिलो की नहीं आसुचु जाउछु सेंती आका होछु काई कि वाक्यर प्रकाशन जेतकी थिबो परिवर्तन सेतकी थिबो ईश्वर वाक्य केमती ऊपर लिखा जाउछि द्वितीय तिमोथी 3 पर्व 16-17 समस्त शास्त्र ईश्वर निश्वसित एवं शिक्षा प्रथम होछि शिक्षा फाइनल नहीं शिक्षा होछि फास्ट शिक्षा अनुजोग संशोधन और धार्मिकता संबंधी शासन निमंते उपकारी 4टा विषय चिन्ह करिथांतु प्रथम रे शिक्षा द्वितीय रे अनुजोग तृतीय रे संशोधन चतुर्थ रे शासन ए 4टा विषय वाक्य करे पृथ्वी रे को बई एतकी काम करि पारबे गुटे बई बाइबल कौन करे शिक्षा दिए अनुजोग करे संशोधन करे शासन करे ए 4टा हेले कौन हुए 17 पद हुए जेपरि ईश्वर लोक सिद्ध होई उत्तम कार्य निमंते सुसज्जित सिद्ध खाली भात और आलू खाइले कौन मिलबो किछि नहीं माँ आलू रांधगो खाली नहीं मत आलू भल लागबो खाली आलू खाइला बोले आलू पराही करी अरे कोनटा दिबो आमर पिला ब्रॉयलर चिकन खाउछंती समान ब्रॉयलर चिकन पराका थिबे ब्रॉयलर चिकन खाइबो बोले से बॉयलर कुकुड़ा पराका बसले उठी हेबो नहीं उठले बसी हेबो नहीं देखिछ से ब्रॉयलर कुकुड़ा को नहीं करी घरे रखी दो डांडे अरे तुम्हें कोठी जीवो 10-15 जाओ पनी परिवा किने आला से कुकुड़ा सितिया कथिबो थिबो कि नहीं आगे करी कक 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 हम देखिए से कुकुड़ा गाड़ी जाऊ कि नहीं से गंध सुंगले बोले केते बढ़िया लगबो कि से एरिया दे जाई हबो नहीं सत ना सेटा खाउछु के सब दया करी झियो पिला मन को ब्रॉयलर चिकन देबो नहीं मोर कथा दया कर बुझो कौन से झियो पिला को वो पिला खाली खांतु खाइबा कथा नहीं झियो पिला खाइबा कथा नहीं खाइबा द्वारा आगो को समस्या ही समस्या अछि गुडे ही समस्या अछि माइक देछि कोई मिसा हेबो नहीं सत की समस्या अछि ए आटा दुका मांडी दुका कुट मिलला ब्रॉयलर चिकन खाइ कर पाइ तो आज वाक्य शुणला बेलू मु कहवा चाहे आपण मान समस्त को शिक्षा जमी थी स्वास्थ्य भी आत्मिक स्वास्थ्य सेमती आका तो यही दिन मानक आम जो नाना प्रकार शिक्षा पाऊछु ए शिक्षा पाइला पर आम कौन भावुछु मु तो परिवर्तन हो गले मु तो उद्धार पाई गले मु तो हो गले बाइबल सेटा कहू नहीं बाइबल कौन बोली कहूछि माथ्यू तार 24 पर्व 13 पद माथ्यू 24 तार 13 मात्र जे शेष पर्यंत धैर्य धरी रहिबो
ସେ ପରିତ୍ରାଣ ପାଇବ। ଆମେ କଣ ଭାବୁଛୁ ମୁଇଁ ତ ପାଇଗଲି ହୋ ପାଇଗଲା କେ ଏ ଗନ୍ତମ ନା ପାଇଗଲା ପାଇଗଲା କୋଉଠି ପାଇଗଲ ଲେଖା ଯାଉଛି ଯେ ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ରହିବ ସେ ପରିତ୍ରାଣ ପାଇବ। ଆମେ ଭ୍ରମିତ ହଉଛୁ କଣ ମୁଁ ତ ପରିତ୍ରାଣ ପାଇଗଲିଣି ମୁଁ ତ ଉଦ୍ଧାର ପାଇଗଲିଣି ମୁଁ ତ ହେଇଗଲିଣି ଆରେ କିଛି ଟେନସନ ନାହିଁ ସ୍ୱର୍ଗ ଯିବାର ବାକି ବୋଲି ନଇଲା ବୁରୁବୁଟି କରୁଛି ନଥିବା ପାପ କରୁଛି ନଥିବା କାଣ୍ଡ କରୁଛି କାହିଁକି ଆକୁ କିଏ କହିଲେ ତୁ ପରିତ୍ରାଣ ପାଇଗଲୁଣି ଆଉ ଟେନସନ ନାହିଁ। ବାଇବଲ କଣ କହୁଛି ପ୍ରଥମ ପିତର ପ୍ରଥମ ଅଧ୍ୟାୟ ତାର 5 ପଦ ପ୍ରଥମ ପିତର ପ୍ରଥମ ଅଧ୍ୟାୟ ତାର 5 ପଦ ଯୋଉ ପରିତ୍ରାଣ ଶେଷ କାଳରେ ପ୍ରକାଶିତ ହେବା ପାଇଁ ପ୍ରସ୍ତୁତ ହୋଇଅଛି। କଣ ଲେଖା ଯାଉଛି ପିତର ଏଟା କେବେ ଲେଖୁଛନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆସିଲେ କୃଷାର୍ପିତ ହେଲେ ପରିତ୍ରାଣ ସାଧନ କଲେ ପୁନରୁତ୍ଥିତ ହେଲେ ସ୍ୱର୍ଗାରୋହଣ କଲେ ତାର ପରେ ଲେଖୁଛନ୍ତି ଯୋଉ ପରିତ୍ରାଣ ଶେଷ କାଳରେ ପ୍ରକାଶ ହେବାକୁ ଯାଉଅଛି ସେଥି ନିମନ୍ତେ ତୁମେ ମାନେ ଈଶ୍ୱରଙ୍କ ଶକ୍ତିରେ ବିଶ୍ୱାସ ଦ୍ୱାରା ସୁରକ୍ଷିତ ହେଇଅଛ ନାହିଁ ହେଉଅଛ କମ୍ପ୍ଲିଟ ହେଇନାହିଁ ମୋର ପ୍ରିୟ ମାନେ କମ୍ପ୍ଲିଟ ହେଇନାହିଁ। ଫିଲିପିଓ ମାନଙ୍କୁ ଲେଖିବା ସମୟରେ ସାଧୁ ପାଉଲ କଣ ଲେଖୁଛନ୍ତି ଆପଣ ମସ୍ତ ଖୋଲନ୍ତୁ ଫିଲିପିଓ ତାର ବାଇବଲ ଯଦି ଅଛି ଦୟାକରି ମସ୍ତ ଖୋଲନ୍ତୁ ଫିଲିପିଓ 2 ପର୍ବ ତାର 12 ପଦ ଫିଲିପିଓ 2 ପର୍ବ 12 ପଦ ଅତଏବ ହେ ମୋର ପ୍ରିୟ ମାନେ ଯେପରି ତୁମେ ମାନେ ସର୍ବଦା ଆଜ୍ଞାବହ ହୋଇଅଛ କେବଳ ମୋହର ସାକ୍ଷାତରେ କଲା ପରି ନୁହେଁ କିନ୍ତୁ ବର୍ତ୍ତମାନ ମୋହର ଅସାକ୍ଷାତରେ ଆହୁରି ଅଧିକ ରୂପେ ଭୟ ଓ କମ୍ପର ସହ ଆପଣା ପରିତ୍ରାଣ ସାଧନ କର ଇଂଲିଶ ହଉଛି କମ୍ପ୍ଲିଟ ୟୁର ସାଲଭେସନ ତୋର ପରିତ୍ରାଣକୁ ପୁରା କରେ ଯୋଉ ପରିତ୍ରାଣ ପାଇଛୁ କି ନାହିଁ ସେ ପରିତ୍ରାଣକୁ ପୁରା କର ଭୟ ଆଉ କମ୍ପର ସହିତ। ଆମର ଲୁଥରାନ ମଣ୍ଡଳୀରେ ଯେବେ ଯିବେ ହେ ପ୍ରଭୁ ମୁଁ ପାପୀ ମତେ କ୍ଷମା କରଗ୍ରାହୀ ସଦୃଶ୍ୟ ଆଣ୍ଠୁ ପାତି ଆମେ ହସି ଦଉଛୁ ଆମର ପେଣ୍ଟିକୋଷ୍ଟାଲ ତ ସେଟା ବି ନାଇଁ ନେବେ ସେ ଭୁଲ କି ସେଟା ପାପ ସ୍ୱୀକାର କର ଭୁଲ ତ ନାଇଁ ନା ଆମେ କଣ ଆମେ ପରିତ୍ରାଣ ପାଇଗଲୁନି ତମେ କାନ୍ଦବା ଲୋକ କାନ୍ଦୁଥ ମିଟିଂରେ କିଏ କାନ୍ଦି ପ୍ରାର୍ଥନା କରୁଛୁ ଆମେ ଦେଖୁଥିବୁ କେମିତି କାନ୍ଦୁଛି ଦେଖ କେମିତି କାନ୍ଦି ପ୍ରାର୍ଥନା କରୁଛି ତମକୁ ଦେଖିବା ପାଇଁ ଡାକିଛୁ ଆମେ କଣ ଅନୁତାପ ନାହିଁ ଏ ବାଇଡି ମାନେ ଟିଭି ଦେଖି କାନ୍ଦୁଥିବେ ଏଟା ମାନେ ଟିଭି ଦେଖି କାନ୍ଦି ପକାଉଥିବେ କଣ ବୋଲି କହୁଥିବେ ସମ୍ମାନ ଆମର ଘର ଟୋରି ପରା ହେଇছিল କାର ଘର ଟୋରି ଆମର ଘର ଟୋରି ରୋଲ ଡୋକରି ହେବ ତୋର ଘର ଟୋରି ମିଶା ହେବ କଣ ହବ ନାହିଁ ଅନୁତାପ କେବେ କରିବୁ ଆପଣ ଶେଷ ଥର କେବେ ଅନୁତାପ କରି କାନ୍ଦିଥିଲେ ଶେଷ ଥର କେବେ ଆପଣଙ୍କ ପାପ ସକାଶେ ଖେଦିତ ହେଇଥିଲେ ଅନୁତପ୍ତ ହେଇଥିଲେ ମନେ ଅଛି କି କେବେ ଆପଣ କରିଥିବା ପାପ ସକାଶେ ଆପଣ ଦୁଃଖିତ ହେଇଥିଲେ ଆନ୍ଦୋଳିତ ହେଇଥିଲେ ଉଦ୍ବିଗ୍ନ ପ୍ରକାଶ କରି କେବେ ହେଇଥିଲା କି ସେମିତି ମନେ ନାହିଁ ନହେଲେ ଆଗ କେମିତି ପାପ ଜାଣିବା ସାଙ୍ଗେ ସାଙ୍ଗେ କାନ୍ଦୁଥିଲୁ ନାକ ବାଟେ ସିଙ୍ଗଲ ପାଟି ବାଟେ ଲାଲ ଝରି ଯାଉଥିଲା ବାୟା ବିକଲ କରି ଏବେ ସେଟା ନାଇଁ ନିଆରି କାହିଁକି ମନେ ମନେ ଭାବି ଦେଲୁନି କଣ ବୋଲି କରି ମୁଇଁ ତ ହେଇଗଲି ବେ ଆଜି ଧାର୍ମିକ ଚର୍ଚ୍ଚାଲେ ବି ନମ୍ର ଭାବରେ ନାହିଁ ଭୁକ ଡେରି କରି ଆକା ଆଉ କି ନାଇଁ ଭଉଣୀ ମଧ୍ୟ ଟିକେ ସୁନା ବାନା ପିନ୍ଧିଥିବ ଟୋଟରା ମେଲା କରିବାକୁ ବୁଝନ୍ତି କଟକ ବାଟେ ଯେ ବୁଲ କି ନା ଇଏ ବାଟେ ବୁଲ ତମକୁ କିଛି କଟକ ବାଟେ ସୁନା ବାନା ନେବ ନାହିଁ ଆମର ଏପଟରେ କେତେ ଯାଇଥିଲେ କଟକ ବାଟେ ଫୋନ କରି କହିଲି ଦିଦି ସୁନା ବାନା ଆଣିବ ନା କେମିତି କରିବା ଭାଇ କେନ୍ତା କରବା ବୋଲେ ଜାଣି ତୁ ହେଲେ ଯିବ ସୁନା ହେଲେ ଯିବ କଣ ସୁନାମଣି ମାନେ ଖାଲି ସୁନା ବାନା
ଦେଖିବେ କାହାର ଗୋଟେ ଚେକିଥିବେ କି ନାଇଁ ମୁହଁରେ ପାଣି ନାହିଁ। ପାପ ଥିଲେ ତ ମୁହଁରେ ପାଣି ନଥିବ। ପାପ ଥିବା ଲୋକ ଜୀବନରେ ଆନନ୍ଦ ନଥିବ। ଆପଣ ଦେଖିବେ ସେ ସ୍ୱାମୀ ଗାଡି ଚଲାଉଥିବ ପେଚା ପରା ହେଇଗଲୁ, ତାର ମୁଖ ଦେଖିବ ପେଚା ପରା ଥିବ, ଏ ମାଇଜିରେ ମୁଁ ପାତଲି ପରା ଥିବ, ଏ 2 ଲକ୍ଷ ମାନେ ଗାଡିରେ ବସିକରି ବୁଲୁଥିବେ। ଆମେ ଦେଖ ତାଙ୍କର ଭାଗ୍ୟ, ଦେଖ କେମିତି ଭାଗ୍ୟ ପରା, ଭାଗ୍ୟ ସେମିତି ଭାଗ୍ୟ ତମକେ ଲୋଡା ମାଟ ଗଲ ଚପା ଚୁପି ହେଇକରି ରେଡି କରି ଭାରି ପଡିଥିବ। ମାଟ ଗଲ କୁଟକୁଟା ଲୁଙ୍ଗିକୁ ଚିରି ଦେଇଥିବ, ତାର ବାନେଟକେ ଚିରି ଦେଇଥିବ, ତାପରେ ଲିପଷ୍ଟିକ ଲଗାଇ କରି और पार पे करी ଯିବା ଆମ ଟିକେ ଦାମନ ଜଳି ଯିବା ବିବାହରେ ଯିବା। ଏମାନେ ଯଦି ଆଶୀର୍ବାଦ କଲେ ବୋଲେ କୁ ଆଶୀର୍ବାଦ କରିବେ? ତାଙ୍କର ଭିତରେ ଥିଲା और पार पे चिर पाचर ବି ଆଶୀର୍ବାଦ କରିବାରେ କି ଆଶୀର୍ବାଦ କରିବେ ତା? ଦୟାକରି ମନେ ରଖିଥାନ୍ତୁ, ସବୁ ପାଷ୍ଟର ପ୍ରଚାରକ ପାଖେ ଯାଇ ମୁଣ୍ଡ ଦି ହେବନି, ଟିକେ ମୁଣ୍ଡେ ହାତ ରଖି ପ୍ରାର୍ଥନା କର, ତାର ଭିତରେ ଯୋଉ ଆତ୍ମା ଥିବ ସେଟା ଆଇବ। ଆପଣଙ୍କ ଘରେ ବେଳେ ବେଳେ କେତେ ପ୍ରଭୁଙ୍କ ଦାସ ଆସି ଗଲା ପରେ ଶାନ୍ତି ଲାଗବ କି ନାଇଁ? ଆଜି କେତେ ଗଲା ପରେ ମାଟ ଗଲ ଜୁରା রমা बोले जानबो तार आत्मा छाड़ के गया है ହେଲା, ତାର ଆତ୍ମା ଦେଖିବେ ଆପଣଙ୍କ ଘରେ କେତେ ଜଣ ଆସିକରି ଗଲା ପରେ ଶାନ୍ତି ଲାଗବ, ଆଜି କେତେ ଜଣ ଗଲା ପରେ ଅଶାନ୍ତି ହବ। ତାର ମାନେ କଣ? ତାର ଭିତରେ ଥିବା ଆତ୍ମା ଆସିଥିଲା। ଏବେ କହିବ କଣ? ପ୍ରଭୁ ସେ ନାନୀ ଆସିଥିଲା ରାଜା, ତାର ଆତ୍ମା ତାର ସାଙ୍ଗେ ଯାଉ। ମୋର ପ୍ରିୟ ଭାଇ ଭଉଣୀ ମାନେ ବୁଝିପାରୁଥିବେ ଆପଣ ମାନେ କଣ କରିବା ଅଛି? ଭୟ ଆଉ କମ୍ପର ସହିତ ଆମେ ମାନେ ପାଇଥିବା ପରିତ୍ରାଣକୁ ପୁରା କରିବାର ଅଛି। କମ୍ପ୍ଲିଟ ୟୁର ସାଲଭେସନ ପୁରା କରିବାର ଅଛି। ଆପଣ ଦେଖିବେ ମସ୍ତ ଖୋଲନ୍ତୁ ରୋମିଓ 13 ପର୍ବ ତାର 11 ପଦ। ରୋମିଓ 13 ତାର 11। ପୁଣି ଏବେ ତୁମମାନଙ୍କର ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଏବେ ତୁମମାନଙ୍କ ନିଦ୍ରାରୁ ଜାଗ୍ରତ ହେବାର ସମୟ ଯେ ଉପସ୍ଥିତ, ଏହା ଜାଣି ଏହି ସବୁ କର, କାରଣ ଆମ୍ଭମାନଙ୍କ ବିଶ୍ୱାସ କରିବାର ଦିନଠାରୁ ବର୍ତ୍ତମାନ ପରିତ୍ରାଣ ଆମ୍ଭମାନଙ୍କର ଅଧିକ ସନ୍ନିକଟ। ପରିତ୍ରାଣ ସନ୍ନିକଟ, ପରିତ୍ରାଣ ସନ୍ନିକଟ। ଖ୍ରୀଷ୍ଟିଆନ ପରିତ୍ରାଣ ପାଏ 3ଟି ସ୍ତରରେ ବା 3ଟି କାଳରେ। ମନେ ରଖିଥାନ୍ତୁ ଏଇଟା। ଆମେ ଯେତେବେଳେ ଯୀଶୁଙ୍କୁ ଗ୍ରହଣ କଲୁ, ପାପ ସ୍ୱୀକାର କଲୁ, ଆମର ଅତୀତରେ ଯେତିକି ପାପ କରିଛୁ, ଧନ୍ୟନ୍ତୁ ଆପଣ 40 ବର୍ଷର ପ୍ରଭୁକୁ ଗ୍ରହଣ କଲେ, ସେ 40 ବର୍ଷ ଯାଏ ଯେତିକି ପାପ କରିଥିଲେ କି ନାହିଁ, ପ୍ରଭୁକୁ ଗ୍ରହଣ କଲା ବେଳକୁ, କ୍ଷମା ମାଗଲା ବେଳକୁ ସେ 40 ବର୍ଷର ପାପ କ୍ଷମା ହେଇଗଲା। କିନ୍ତୁ 40 ବର୍ଷ ପ୍ରଥମ ଦିନରୁ ଯୋଉ ପାପ କଲେ ସେଟା ହେଇନାହିଁ, ଏଟା ଆପଣଙ୍କୁ ଆହୁରି କ୍ଷମା ମାଗବାକୁ ପଡିବ। ତ ଆପଣ ଅତୀତର ପାପରୁ କ୍ଷମା ପାଇଲେ, ତାକୁ କୁହାଯାଏ ପାପର ଦଣ୍ଡାଜ୍ଞାରୁ ମୁକ୍ତି। କିନ୍ତୁ ଏବେ ଆମେ ଯୋଉ ପରିତ୍ରାଣ ପାଉଛୁ, ଏଟା ପାପର ଶକ୍ତିରୁ ମୁକ୍ତି ପାଉଛୁ। ଏବେ ପାପ ଆମର ମର୍ତ୍ତ୍ୟ ଶରୀର ରାଜତ୍ୱ କରିବ ନାହିଁ। ଆଗେ ଯଦି ନିଜ ଇଚ୍ଛାରେ ମୋର ଇଚ୍ଛା ମୁଁ ପିଇବି, ମତେ କିଏ ରୋକବାକୁ ହେବ ନାହିଁ, ମୋର ଇଚ୍ଛା, ଏବେ ସେ ଇଚ୍ଛା ନଥିବ। ବାଇଚାନ୍ସ ପିଇଦେବ, ବାଇଚାନ୍ସ ଭୁଲ ହେଇଯିବ, ବାଇ ଚଏସ ହେବ ନାହିଁ, ବାଇ ଚାନ୍ସ ହେବ, ସେ ସାଙ୍ଗେ ସାଙ୍ଗେ ଅନୁତପ୍ତ ହେଇ କ୍ଷମା ମାଗବ, ତାକୁ ସେ ରାଜତ୍ୱ କରିବ ନାହିଁ, ରାଜତ୍ୱ କରିବ ନାହିଁ। ଯଦି ବାଇଚାନ୍ସ ଭୁଲ କଲା, ସେ ବସିକି କାନ୍ଦବ, ଅନୁତାପ କର, ପ୍ରଭୁ ଏ ଭୁଲ ମୁଇଁ କାହିଁକି କଲି, ପ୍ରଭୁ ମୁଁ କରବାର ନଥିଲା, ପ୍ରଭୁ ମତେ ଦୟାକରି କ୍ଷମା କର, ଏଇଟା ସେ କରିବ। এইটা যদি করুথিব, এ পাপর শক্তিরু যদি রক্ষা পাউথিব, দিন আসিব প্রভু তাকে পাপর উপস্থিতিরু মুক্ত করে নেই যাবে। এটা হচ্ছে ফাইনাল পরিত্রাণ, যাকে আমি এভরি তার 9 পর্ব 27-28 দেখুছু। এভরি 9 পর্ব 27-28 ମନୁଷ୍ୟମାନଙ୍କ ନିମନ୍ତେ ଯେପରି ଥରେ ମାତ୍ର ମୃତ୍ୟୁ ଆଉ ତାହାପରେ ବିଚାର ନିରୂପିତ ଅଛି। ଶୁଣନ୍ତୁ, ଥରେ ମୃତ୍ୟୁ, ତାହାପରେ ବିଚାର ନିରୂପିତ ଅଛି। ହଁ, ସେଇପରି ଖ୍ରୀଷ୍ଟ ମଧ୍ୟ ଅନେକଙ୍କର ପାପ ବହନ କରିବା ନିମନ୍ତେ ଥରେ ମାତ୍ର ଉତ୍ସର୍ଗୀକୃତ ହୋଇ ଦ୍ୱିତୀୟ ଥର ପାପ ସକାଶେ ନୁହେଁ, ବରଂ ଯେଉଁମାନେ ତାହାଙ୍କ ଅପେକ୍ଷାରେ ଅଛନ୍ତି, ଯେଉଁମାନେ ଅପେକ୍ଷାରେ ଅଛନ୍ତି ସେମାନଙ୍କ ପରିତ୍ରାଣ ନିମନ୍ତେ ଦର୍ଶନ
क्यों माने जो माने ताहांकर अपेक्षार अछंती प्रभु तुमे केबे आसीबो अपेक्षार माने कोन पाप स्वीकार करी पाप छाड़ी पवित्र जीवन काटुछंती से मानकर फाइनल परित्राण पाई से दर्शन देबे से फाइनल परित्राण से कोरिन्थियो मंडल लिखिबा समय साधु पाउल कोन लिखुछंती प्रथम कोरिन्थियो 15 पर्व तार 2 पद जदि तुम्हें माने हाँ ताहा दृढ़ भावरे धरि थाओ तेबे ताहा द्वारा परित्राण पाउअछ ताहा द्वारा परित्राण पाउअछ पाइअछ नै पाउअछ परित्राण पाउअछ एटा गोटे प्रोसेस परिवर्तन गोटे प्रक्रिया अटे परिवर्तन गोटे क्रिया नुहे रिपेंटेंस इज अ प्रोसेस लाइफ टाइम प्रोसेस आपण जीवन सारा परिवर्तन 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 हो जाउथिबे सिद्धता आड़ को जाउथिबे धार्मिकतार धार्मिकता आड़ को जाउथिबे अटकी रहिबे नहीं आज मु आपण मान कहिबा पई चाहे जदि आपण को जीवन ठीक नहीं आपण ठीक थिला पर अभिनय करंतु नहीं काली गोटे पद पढ़िथिलु पढ़ी की प्रार्थना करबा पई जिबा प्रथम पितर 4 पर्व तार 18 पद धार्मिक व्यक्ति जदि हाँ कष्ट रे परित्राण पाए जदि धार्मिक व्यक्ति जदि कष्ट रे धार्मिक व्यक्ति परित्राण पाइला परा कौन लिखा जाउची पुणी धार्मिक व्यक्ति जदि कष्ट रे परित्राण पाए तेबे अधार्मिक ओ पापी लोक केउठारे मुह देखाइबो कोठी जाय मुह देखाइ बेटा माने धार्मिक लोक का कष्ट रे परित्राण पाउची तेणु मु आपण मान कहिबा पई चाहे जदि जीवन रे पाप मंदता अछि एबे पाप नथिला लोक परा बस नाही आसन जो स्थान ठिया हबा आ पदे प्रार्थना करिबा पई जिबा समस्त आपण आपण स्थान ठिया हबा आ प्रार्थना करिबा पई जिबा सुस्थिर होबा समस्ते चक्षु बंद करिबा प्रभु का आड़ को अनेइबा प्रभु को मुख को अनेइबा मोर प्रिय भाई भौणी माने आयुब जने सिद्ध लोक थिले आयुब जने सरल लोक थिले आयुब जने परमेश्वर भयकारी लोक थिले किंतु सेई व्यक्ति कोन करूछंती पुणी प्रभु को प्रकाशन पाइला परे से बसिक अनुताप करूछंती पाउल तांकर शेष चिठी लेखला कोन कहउछंती मु पापी मान को मध्य प्रधान कारण वाक्यर प्रकाशन आलोकर प्रकाशन जेतकी थिबो परिवर्तन सेतकी थिबो এই দিন মানकर वाक्यर प्रकाशन हो नथिबारु आशीर्वादर शिक्षा सुस्थर शिक्षा समृद्धर शिक्षा पाउथिबारु आमे पाप रे ही रहिछु आज अंटा बता भलो हेले काली को मुंड बता हेबो काली को मुंड बता भलो हेले आरी की हेले बता हेबो ए बता सता पई प्रार्थना करी बुलो नहीं प्रिय माने सबुटु बड़ रोग होउची पाप आ सेई पाप जदि आपण को जीवन रे अछि एबे सुजोग अछि अनुतप्त हृदय प्रभु को कतिक आसीबा पाए आसंत समस्त प्रार्थना करिबा पई जिबा चक्षु बंद करिबा प्रभु को कतिक जिबा प्रभु को कहिबा प्रभु मु तुम पाख को आसुची प्रभु मते दया करी सहाय्य करो मते अनुग्रह करो प्रभु ओ मोर प्रिय भाई भौणी माने ए समय को हाथ छड़ा करिबा नाही ए सुजोग को हाथ छड़ा करिबा नाही हमें प्रभु को पाख को जिबा और प्रभु को कहिबा प्रभु मु तुम कतिक आसुची मते दया करो मते अनुग्रह करो प्रभु आसत समस्त प्रार्थना करिबा पई छिबा समस्त प्रिय भाई भौणी माने यस लॉर्ड दुई बाहु मेली क्रुसे ओ प्रभु प्रेम धीरे डाकुछंती जीसु राजा क्षमारु धीरे दुई बाहु मेली क्रुसे प्रेम धीरे डाकुछंती जीसु राजा क्षमारु धीरे चाहिछंती बाट करो आकुल प्राणी आ फेरिया रे थरे
Yes, Lord. Yes, Lord. Yes, Lord. Yes, Lord. Yes, Lord. Yes, Lord. যেতে অছি জীবনে ফিরিয়া রে ঘরে ক্রুশরণী আসন্তু প্রার্থনা করিবা ପାଇଁ ফিরিয়া রে ঘরে ক্রুশরণী আসন্তু ସମସ୍ତେ ସ୍ୱର୍ଗ ଆଡକୁ ହାତ ଉଠେଇବା ସମସ୍ତେ ହାତ ଉଠାଇବା ଉପରକୁ ଆଉ ସମର୍ପିତ ହେଇଯିବା କହିବା ପ୍ରଭୁଙ୍କୁ ପ୍ରଭୁ ମୁଁ ଯେମିତି ବି ଅଛି ପ୍ରଭୁ ତୁମ ପାଖକୁ ଆସୁଛି ମୋର ଜୀବନ ଭଲ ନାହିଁ ପ୍ରଭୁ ମୋର ଚରିତ୍ର ଭଲ ନାହିଁ ପ୍ରଭୁ ମୋର ସ୍ୱଭାବ ଭଲ ନାହିଁ ପ୍ରଭୁ କିନ୍ତୁ ମୁଁ ଯେମିତି ବି ଅଛି ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସୁଛି ମୋତେ ଦୟାକରି କ୍ଷମା କର ମୋର ପାପକୁ କ୍ଷମା କର ମୋର ଅସୁବିଧାକୁ ଦୂର କର ପ୍ରଭୁ ଦୟା କର ଏବେ ନ କାନ୍ଦିଲେ କେବେ କାନ୍ଦିବେ ଏବେ ଅନୁତାପ ନ କଲେ କେବେ ଅନୁତାପ କରିବେ ଏବେ 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 Yes Lord, yes Lord, yes Lord, yes Lord, yes Lord. Yes. ভুলি পথ প্রার্থনা করন্তু হাত উঠাই সমর্পিত হয়ে প্রার্থনা করন্তু মায়া সংসারী Thank you Lord. তথাপি প্রেমী কসে তো পাই রে Yes Lord, yes Lord. ভুলি পথ যিশু Amen. মায়া সংসারী তথাপি প্রেমী কসে Lord. তো পাই রে Yes Lord. চাহি চম্পি বাট তোর আকুল প্রাণে ফেরিয়া রে ঘরে ক্রুশরণী Yes Lord. ফেরিয়া রে ঘরে ক্রুশরণী ধুই দেব পাপ যেতে অছি জীবনে ফিরিয়া রে ঘরে ক্রুশরণী ফিরিয়া রে ঘরে ক্রুশরণী আসন্তু প্রার্থনা করিবা ପାଇଁ ଯିବା ସମର୍ପିତ ହେବା ଗୋଟେ ହାତ ସ୍ୱର୍ଗ ଆଡକୁ ଉଠେଇବା ଆଉ ସମର୍ପିତ ହେବା କହିବା ପ୍ରଭୁଙ୍କୁ ପ୍ରଭୁ ମୁଁ ଆପଣଙ୍କ ପାଖକୁ ଆସୁଛି ପ୍ରଭୁ ମୋତେ ଦୟାକରି ମୋର ପାପ କ୍ଷମା କରିଦିଅ ପିତା ପରମେଶ୍ୱର ଆମେ ସମସ୍ତେ ଆପଣଙ୍କ ପାଖକୁ ଆସୁଛୁ ଦୀର୍ଘ ଦିନ ହେଲା ପ୍ରଭୁ ଆମେ ପାପ କରି ଚାଲିଛୁ ପାପକୁ ଘୋଡେଇ ଚାଲିଛୁ ଲୁଚାଇ ଚାଲିଛୁ ଆମେ ଭାବୁଛୁ କେହି ଜାଣନ୍ତି ନାହିଁ କିନ୍ତୁ ଆପଣ ତ ସବୁ ଜାଣନ୍ତି ପ୍ରଭୁ ଆମେ ଆପଣଙ୍କ କତିକି ଆସୁଛୁ ଆଉ ପାପ ସ୍ୱୀକାର କରୁଛୁ ଯୀଶୁଙ୍କ ନାମରେ ଯୀଶୁଙ୍କ ନାମରେ ଯୀଶୁଙ୍କ ନାମରେ ଆମର ଜଣାତରେ ଅଜଣାତରେ କରିଥିବା ସବୁ ପାପ କ୍ଷମା କରିଦିଅ ପ୍ରଭୁ ଆଉ ଥରେ ପବିତ୍ର ଜୀବନ କାଟିବା ପାଇଁ ଆଉ ଥରେ ଜାଗ୍ରତ ଜୀବନ କାଟିବା ପାଇଁ ଆଉ ଥରେ ପ୍ରଭୁ ଆମମାନଙ୍କୁ ପୁଣି ଥରେ ସୂଚି କରିଦିଅ ରାଜା ପୁଣି ଥରେ ସୂଚି କରିଦିଅ ପ୍ରଭୁ ପୁଣି ଥରେ ଜୀବନକୁ ସଜାଡ଼ି ଦିଅ ପ୍ରଭୁ ଓ ରାଜା ଦୟା କର ପ୍ରତ୍ୟେକକୁ ଦୟା କର ଆପଣ ପାପ ପରିତ୍ୟାଗ କରି ଗୋଟେ ପବିତ୍ର ଜୀବନ କାଟିବା ପାଇଁ ପ୍ରତ୍ୟେକକୁ ସାହାଯ୍ୟ କର ପ୍ରାର୍ଥନା ଶୁଣିଲ ଧନ୍ୟବାଦ ଯୀଶୁଙ୍କ ପ୍ରିୟ ନାମରେ ମାଗିଲୁ ଆମେନ୍।